ଆମେ କଣ କରିଛୁ ତାହାକୁ ଥାକରେ ରଖିଛୁ। ଆମେ କୋଉଠି ରଖିଛୁ ଆମେ ବାଇବଲକୁ ଆମେ କୋଉଠି ରଖିବାର ଆବଶ୍ୟକ ରହିଛି। ଜଣେ ପ୍ରଭୁଙ୍କ ଦାସ କହିଲେ, ପ୍ରଚାର କଲେ, ବାଇବଲକୁ ତୁମେ ସବୁଠୁ ଉପରେ ରଖ। ସିଏ ନେଇ ତାର ଛାତ ଉପରେ ରଖିଦେଇଛନ୍ତି ଆମର ସବୁଠୁ ଉପରେ। ଭୟଙ୍କର ଏତେ ବଢିଆ ବୁଝା ବୁଝିବେ। ଆରେ ଜୀବନରେ ଉପରକୁ ରଖ ବୋଲେ ସେ ପାଷ୍ଟର ତାଙ୍କ ଘରକୁ ଗଲେ, ଆଉ ବାଇବଲ ଆଣ, ପ୍ରାର୍ଥନା କରିବା ବୋଲେ ପୁଅ ଯାଉଛି ଆଣିପାରୁନାହିଁ, ଝିଅ ଯାଉଛି ଆଣିପାରୁନାହିଁ। କଣ ହେଲା? ନାଇଁ ହାତ ପାଉନାହିଁ। କଣ କୋଉଠି ଛାତ? ଆପଣ ତ କହିଲେ ଆଜ୍ଞା ବାଇବଲ ଉପରେ ରଖ। ଆମେ ତ ଉପରେ ରଖିଦେଇଛୁ ବାଇବଲକୁ। ବାଇବଲକୁ ଆମେ କୋଉଠି ରଖିବାର ଆବଶ୍ୟକ ରହିଛି? ବାଇବଲ ଲେଖାଯାଇଛି ଶେଷ ଦିନ ମାନଙ୍କରେ ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ। ଏଇ କଥା ଶୁଣି ଜଣେ ଭାଇ 10ଟା ବାଇବଲ କିଣି ତାଙ୍କର ଥାକ ମାରିଦେଇଛି। କଣ ପାଇଁ ଆଜ୍ଞା ଏତେ ବାଇବଲ ଘରେ ରଖିଛ? ଜାଣିନ କି ବାଇବଲର ଦୁର୍ଭିକ୍ଷ ପଡିବ, ମିଳିବ ନାହିଁ, ସେଥିପାଇଁ ମୁଁ 10ଟା ବାଇବଲ ରଖିଦେଇଛି। ବୁଝୁଛନ୍ତି ସେମାନେ ଗୋଟେ ପ୍ରକାର। ବାଇବଲ ଲୁଚିଯିବ ନାହିଁ, ବାଇବଲ ଥିବ, ମାତ୍ର ପରମେଶ୍ୱରଙ୍କର ବାକ୍ୟ, ସଦାପ୍ରଭୁଙ୍କର ବାକ୍ୟ ମିଳିବ ନାହିଁ। ଏଇଟା ପ୍ରୋବ୍ଲେମ। ଏଇଟା ଅସୁବିଧା କଣ? ଆଜି ତ ପ୍ରଚାର 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 ହଉଛି, ବାକ୍ୟର ଦୁର୍ଭିକ୍ଷ ହେବ ବୋଲି ଲେଖାଯାଇନି। ଭଲ ଭାବରେ ପଢିବା, ଆମ 8:11ରେ ଲେଖାଗଲା ଯେ ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ। ବାକ୍ୟର ଦୁର୍ଭିକ୍ଷ ହବ ନାହିଁ। ବାକ୍ୟ ଅନର୍ଗଳ ପ୍ରଚାର ଚାଲିବ, ଅନର୍ଗଳ। ଏବେ ଦେଖନ୍ତୁ, ଆମମାନେ ସମସ୍ତେ ରବିବାର ପ୍ରାର୍ଥନା ଆମେ ଯାଇଛୁ, ବାକ୍ୟ ଶୁଣିଛୁ, ଆଉ ଥରେ ଆମେ କାଲବରୀରେ ଆମେ ଆସିଛୁ, ଆମେ ଏଠି ଆମେ ବାକ୍ୟ ଶୁଣୁଛୁ। ଏବେ ଏଇ ସମୟରେ ଅନେକ ଜୁମ୍ ଚାଲିଛି, ଅନେକ ବାକ୍ୟ ପ୍ରଚାର ଚାଲିଛି, ମାତ୍ର ସଦାପ୍ରଭୁଙ୍କର ବାକ୍ୟ ଆବଶ୍ୟକ ରହିଅଛି। ଯୋଉ ବାକ୍ୟରେ ହରିଣୀ ମାନେ ପ୍ରସବ କରନ୍ତି, ଯୋଉ ବାକ୍ୟ ଏରସ ବୃକ୍ଷକୁ 2 ଖଣ୍ଡ କରେ, ଯୋଉ ବାକ୍ୟ ଦ୍ଵାରା ସୃଷ୍ଟି ହେଉଛି, ଏଇ ପ୍ରକାର ବାକ୍ୟର ଅଭାବ ରହିଛି। ସେ ପ୍ରକାର ବାକ୍ୟ ସାଧାରଣ ଭାବରେ ମିଳେ ନାହିଁ। ବାକ୍ୟର ଦୁର୍ଭିକ୍ଷ ଅଲରେଡି ପଡି ସାରିଛି, ମାତ୍ର ଅନେକ ଜଣ ଜାଣିନାହାନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମର ପରିବାରରେ, ଆମର ମଣ୍ଡଳୀରେ ସବୁ ବିଷୟର ଦୁର୍ଭିକ୍ଷ ପଡୁ, ମାତ୍ର ବାକ୍ୟର ଦୁର୍ଭିକ୍ଷ ପଡିବାର ନାହିଁ। ଏଇଟା ହେଲା ପୃଥିବୀର ସବୁଠାରୁ ବଡ ଦୁର୍ଭିକ୍ଷ। ଯୋଉ ଦୁର୍ଭିକ୍ଷ କି ପଡିଲେ ଲୋକମାନଙ୍କର ଜୀବନ ନଷ୍ଟ ହେଇଯିବ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମମାନେ ଗୋଟେ ସୁଭିକ୍ଷ ସମୟରେ ରହି ପ୍ରଭୁଙ୍କର ବାକ୍ୟକୁ ଆମେ ସଂଗ୍ରହ କରିବା ପାଇଁ ଯିବା। ଆମେ ସୁନ୍ଦର ପଦ ଗୋଟେ ପଢିବା, ଆମମାନଙ୍କର ଜଣାଶୁଣା ପଦ, ତାପରେ ଆମେ ସିଧାସଳଖ ବାକ୍ୟ ନିକଟକୁ ଯିବା। ଆମେ ବହୁତ ଫ୍ୟାମିଲିୟର ୱାର୍ଡଟା ମୁଁ ଆପଣମାନଙ୍କ ନିମନ୍ତେ ପଢିବା ପାଇଁ ଚାହେଁ। ମାଥ୍ୟୁ ଲିଖିତ ସୁସମାଚାର ଏହାର 11 ଅଧ୍ୟାୟକୁ ଆସିବା। ଏଠି ଯେ ଆମମାନଙ୍କୁ କହୁଅଛନ୍ତି 11:29, 30, 28ରୁ ପଢିଲେ ହେବ। 28, 29, 30 ପଢି ଦଉଛି, ଶୁଣନ୍ତୁ। କିଏ ପଢିବେ କି? ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ମୋହର ଜ୍ୱାଳି ଆପଣା ଆପଣା ଉପରେ ଘେନ, ପୁଣି ମୋ ନିକଟରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ର ଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ। ଆମିନ୍। ଆମେନ୍। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଗୌରବ ପାଆନ୍ତୁ। ଏଠିର ଏଇ ଯୋଉ ପଦରୁ 29ରୁ ଗୋଟେ ପଦ ମୁଁ ନେବା ପାଇଁ ଚାହୁଁଛି, ମୋ ନିକଟରୁ ଶିଖ। କଣ କହୁଛନ୍ତି? ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ମୋ ନିକଟରୁ ଶିଖ। ଆଜି ଆମେ କାହା ନିକଟରୁ ଶିଖୁଛୁ? ଆମକୁ ଆଜି କିଏ ଶିଖାଉଛନ୍ତି? ଶିଖାଉଛି, ଆଠାରୁ ଆମେ ବେଶୀ ଶିଖୁଛୁ। ଆମେ ଆଜି ଆମର ଶିକ୍ଷକ କିଏ ହେବାର ଆବଶ୍ୟକ ରହିଛି? ଆମେ କାହା ନିକଟରୁ ଶିଖିବାର ଅଛି? ଆମେ କାହା ପାଖରୁ ଶିଖୁଛୁ? ଆମେ ଗୋଟେ ଚର୍ଚ୍ଚକୁ ଗୋଟେ ବିଶ୍ୱାସୀକୁ ମୁଁ ପଚାରିଲି, ସେ ଚର୍ଚ୍ଚ ବିଶ୍ୱାସୀ କଣ କରିଛନ୍ତି? ନିଶ କାଟି ଦେଇଛନ୍ତି, ଦାଢି ରଖିଛନ୍ତି। ଏମିତି କଣ କରୁଛ ତମେ? ନାଇଁ ଆଜ୍ଞା, ଆମର ପାଷ୍ଟର ଠାରୁ ଶିଖିଛୁ ଆମେ। ସେ ମଧ୍ୟ ନିଶ କାଟିଛନ୍ତି, ଦାଢି ରଖିଛନ୍ତି। ଓକେ ଓକେ, ଭେରି ଗୁଡ। ହେଲେ ଭଉଣୀ ମାନେ କେମିତି ଶିଖିବେ?
ତାଙ୍କୁ ତ ନିଶ ମିଶା ନାହିଁ, ଦାଢି ମଧ୍ୟ ନାହିଁ। ନାଇଁ ନାଇଁ, କୋଉଠୁ ଆମେ ଶିଖୁଛୁ? ଆମେ କାହାଠାରୁ ଆମେ ଶିଖିବାର ଅଛି? ଆମର ଶିକ୍ଷକ କିଏ ଅଟନ୍ତି? ପ୍ରିୟମାନେ, ଆମେ କାହା ନିକଟରୁ ଆମେ ଶିଖ? ସେଥିପାଇଁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ମୋ ନିକଟରୁ ଶିଖ। ମୁଁ ପ୍ରଭୁଙ୍କୁ ଜାଣିନଥିଲି ଯେତେବେଳେ, ନାଇଁ କି ସେତେବେଳେ ଫିଲ୍ମ ହିରୋ ମାନଙ୍କ ଠାରୁ ଶିଖୁଥିଲି। ସମ୍ମାନେ ନାକ ସିଧାରେ ଏଠି ସିଧା କାଟି ଦିଆଡେ ଚୁଟି ରଖିଥିଲି। ହଁ, ଅମିତାଭ ବଚ୍ଚନ ଠାରୁ ମୁଁ ଶିଖୁଥିଲି। ସେ ମୋତେ ଶିଖଉଥିଲେ ଏମିତି କରିବାଟା। କିଛି ଦିନ ଯାଉ ଯାଉ ଅମିତାଭ ବଚ୍ଚନ ପୁରୁଣା ହେଇଗଲେ, ତାପରେ ଗୋବିନ୍ଦା ଠାରୁ ଶିଖିଲି ଲମ୍ବା ଚୁଟି ରଖିବା କଥା। ଏମିତି କଲେ ଚୁଟି ତଳୁ ଖସୁଥିବ, ଏମିତି କରିଦେଲେ ହାଇ ଲାଗୁଥିବ। କାହିଁକି ଆମେ ତାଙ୍କୁ ଠାରୁ ଶିଖୁଥିଲୁ ଆମେ। ମାତ୍ର ଯୀଶୁ ଖ୍ରୀଷ୍ଟ କହୁଛନ୍ତି ମୋ ନିକଟରୁ ଶିଖ। ଆମର ହେୟାର ଷ୍ଟାଇଲ, ଆମର ପିନ୍ଧା ଅଡା, ଆମର ସବୁ ବିଷୟ ଆମେ ଯୀଶୁଙ୍କୁ ଦେଖିକିନା ଆମେ କପି କରିବାର ଆବଶ୍ୟକ ରହିଛି। ଦେଖନ୍ତୁ, ଝିଅମାନେ ଚୁଟି କୁଣ୍ଡେଇଥିବେ ବଢିଆରେ, ଏଠି ଦିଟା ଏମିତି ଝୁଲେଇ ଦେଇଥିବେ। କଣ ଏଇଟା? ନା ଏଇଟା ସେ ବର ଗଛର ଚେର ଆଜ୍ଞା, ଯିଏ ହେଲେ ଦୋଳି ଧୋଳି ପାରିବ ବୋଲା ପରି ଏଇଠି ଦୁଇଟା ଏମିତି କରିଥିବେ, ମଝି ମଝି ଟିକେ ଫୁଙ୍କୁଥିବେ। ନାଇଁ ନାଇଁ, କୋଉଠୁ ଏଇଟା ଶିଖୁଛନ୍ତି? ଏଇଟା କୋଉଠୁ ଶିଖିବାର ଆବଶ୍ୟକ ରହିଛି? ଆମେ କାହାଠୁ ଶିଖିବା? ଆମେ କିଏ ଆମର ଶିକ୍ଷକ? ଯୀଶୁ ହଉଛନ୍ତି ପରମ ଗୁରୁ, ଗୁରୁ ମାନଙ୍କର ଗୁରୁ। ତାଙ୍କୁ ଆମେ ଅନୁକରଣ କରିବା, ତାଙ୍କ ଠାରୁ ଶିଖିବାର। ସେ ବାଇବଲ ଆଜି ଚିଲେଇ ଚିଲେଇ କହେ। ଦେଖନ୍ତୁ, ପୁରାତନ ନିୟମରେ ଅବ୍ରାହମ ଅଛନ୍ତି, ମୋଶା ଅଛନ୍ତି, ଦାନିଏଲ ଅଛନ୍ତି, ନୋହ ଅଛନ୍ତି, ହନକ ଅଛନ୍ତି। ଏ ସବୁ ଗୁଡ଼ିକ ଅଛନ୍ତି। କାହାର ସାହସ ନାହିଁ ମୋ ନିକଟରୁ ଶିଖ ବୋଲି କହିବା ପାଇଁ? କାହାର ସାହସ ନାହିଁ। ଏ ଦୁନିଆରେ ଜଣେ ବ୍ୟକ୍ତିଙ୍କର ସାହସ ଅଛି, ଯୀଶୁ ଖ୍ରୀଷ୍ଟ। ସେ ସମଗ୍ର ମାନବ ଜାତିକୁ ଚ୍ୟାଲେଞ୍ଜ କରୁଛନ୍ତି, ମୋ ନିକଟରୁ ଶିଖ, ମୋଠୁ ଶିଖ। ଦୁନିଆର କୌଣସି ଦେବୀ ଦେବତା କେହି କହୁନାହାନ୍ତି ଶିଖିବେ ବୋଲି। କିଏ କହିବେ? କାହା ପାଖରେ ସେ ପ୍ରକାର ଶକ୍ତି ସାମର୍ଥ୍ୟ ଅଛି? କହିବେ ମୋର କଥା ଶୁଣ, ମୋର ପ୍ରବଚନ ଶୁଣ, ମୋର ବାକ୍ୟ ଶୁଣ, ମାତ୍ର ମତେ ଦେଖ ନାହିଁ। ମାତ୍ର ଦୁନିଆର ପ୍ରଥମ ବ୍ୟକ୍ତି ଯୀଶୁ ଖ୍ରୀଷ୍ଟ, ସେ କହିଲେ ମୋର ଅନୁଗମନ କର, ମୋର ପଛରେ ଆସ, ମୋ ନିକଟରୁ ଶିଖ। ଆଜି ଆମେ ଶିଖୁଛୁ କାହାଠାରୁ? କାହାଠାରୁ ଆମେ ଶିଖୁଛୁ? ଯେଉଁମାନେ ଆମର ଶିକ୍ଷକ, ଆମର ଗୁରୁ, ଆମେ ତାଙ୍କୁ ଦେଖି ଆମେ ଶିଖିବାର ଅଛି। ସେଥିପାଇଁ ସେ ଆଜି କେବଳ ଖ୍ରୀଷ୍ଟିଆନ ମାନଙ୍କୁ ଆହ୍ୱାନ କରୁନାହାନ୍ତି, ସମଗ୍ର ମାନବ ଜାତିକୁ ଆହ୍ୱାନ କରୁଛନ୍ତି। କଣ? ମୋ ନିକଟରୁ ଶିଖ। ମୁଁ ଆଜି ଆପଣମାନଙ୍କୁ କିଛି ବିଷୟ କହିବି, ବାଇବଲରୁ ହିଁ କହିବି, ଯେ ଆମେ ପ୍ରଭୁଙ୍କ ଯୀଶୁଙ୍କ ଠାରୁ ଆମେ କଣ ଶିଖିବାର ଅଛି। ସେ ଆମର ସବୁ ବିଷୟର ଶିକ୍ଷକ ଅଟନ୍ତି। ତାଙ୍କୁ ଆମେ ଦେଖିବାକୁ ପଡିବ, ଆମେ ତାଙ୍କ ନିକଟରୁ ଆମେ ଶିଖିବାକୁ ପଡିବ, ପଢିବା। ଆମେ ମୋ ସହିତ ଆପଣମାନେ ଫିଟେଇବେ। ମୁଁ ପଢୁଛି ରିଫରେନ୍ସ, ଆପଣମାନେ ଧ୍ୟାନ ଦେଇ କେବଳ ଶୁଣନ୍ତୁ। ଆଉ ଯାହାର ଅଭ୍ୟାସ ଅଛି ନୋଟ୍ସ ବନେଇବାର, ନୋଟ୍ସ ବି ତିଆରି କରିପାରିବେ। ଯୀଶୁ ଖ୍ରୀଷ୍ଟ ଯେତେବେଳେ ପୃଥିବୀ ପୃଷ୍ଠରେ ଆସିଲା ପରେ ବାପ୍ତିସ୍ମ ଗ୍ରହଣ କଲେ। ବାପ୍ତିସ୍ମ ଗ୍ରହଣ କଲା ପରେ ତାଙ୍କ ମୁଖରୁ ଯୋଉ ପ୍ରଥମ ୱାର୍ଡ ବାହାରିଛି, ପ୍ରଥମ କଥା ତାଙ୍କର ମୁଖରୁ ବାହାରିଛି, ସେଟା ଏହା ଅଟେ। ମାଥ୍ୟୁ 4:4 ଲେଖାଗଲା, ସେ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ବାପ୍ତିସ୍ମ ପରେ ସେବା କାର୍ଯ୍ୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଥିବା ପ୍ରଥମ ରେକର୍ଡେଡ ୱାର୍ଡ ଏହା ଅଟେ। ସେ ସେବା କାର୍ଯ୍ୟକୁ ଯିବା ପୂର୍ବରୁ ସେ ଏଇଟା ସେ ଘୋଷଣା କରୁଛନ୍ତି, କଣ? ବାକ୍ୟ ମାନିବାଟା ମୋ ପାଖରୁ ଶିଖ। ପରମେଶ୍ୱରଙ୍କ ବାକ୍ୟକୁ କେତେ ସିରିୟସ ନେବାର ଆବଶ୍ୟକ ରହିଛି। ଯୀଶୁ ଖ୍ରୀଷ୍ଟ 40 ଦିନ 40 ରାତ୍ରି ସେ ଉପବାସ କରିଛନ୍ତି। ଭୋକ ଚରମ ସୀମାରେ ଅଛି, ଏତେ ପରିମାଣରେ ଭୋକିଲା ଅଛନ୍ତି। ଆଉ ସେଇ ସମୟରେ ଶୟତାନ ପରୀକ୍ଷକ ତାଙ୍କ ନିକଟକୁ ଆସି ସେ କହୁଅଛି ଯେ କାହିଁକି ତୁମେ ଭୋକରେ ଥିବ? ଏ ପଥର ଗୁଡିକୁ ରୋଟି କର, ଆଉ ତୁମେ କଣ କର? ତୁମେ ଖାଅ, ତୁମର ଭୋକକୁ ମେଣ୍ଟାଅ। ସେତେବେଳେ ଯୀଶୁ ଖ୍ରୀଷ୍ଟ ଶୟତାନକୁ ସେ ମୁତୋଡ ଜବାବ ଦଉଛନ୍ତି। ଆଜି ମା ବାପାକୁ ଜବାବ ଦେବାକୁ ଲୋକକୁ ଜଣା, ପାଳକ ପ୍ରଚାରକକୁ ଜବାବ ଦେବାକୁ ଲୋକକୁ ଜଣା। ଶୟତାନକୁ ଜବାବ ଦେବାଟା ଶିଖନ୍ତୁ। ଶୟତାନକୁ ଜବାବ ଦେବାଟା ଶିଖିବାର ଆବଶ୍ୟକ ରହିଛି। ଯୀଶୁ ଖ୍ରୀଷ୍ଟ କହିଲେ ଯେ ମନୁଷ୍ୟ କେବଳ ରୁଟିରେ ବଞ୍ଚେ। ଲେଖା ଅଛି, ମୁଁ ପଥରକୁ ରୁଟି ବନେଇକିନା ଖାଇବାର ଶକ୍ତି ମୋ ପାଖରେ ଅଛି।
ମୁଁ ଏତେ ସାମର୍ଥ୍ୟବାନ ପରମେଶ୍ୱର ପଥରକୁ ରୁଟି ତିଆରି କରି ଖାଇବି, ମାତ୍ର କାହିଁକି ମୁଁ ଖାଉନାହିଁ? କାରଣ ବାଇବଲରେ ଲେଖା ଅଛି, ମୋ ପାଇଁ ମୋର ଭୋକ ବଡ କଥା ନୁହେଁ, ମୋର ଶାରୀରିକ ଆବଶ୍ୟକତା ବଡ କଥା ନୁହେଁ, ମୋ ପାଇଁ ମୋର ପରମେଶ୍ୱରଙ୍କର ବାକ୍ୟ ବଡ ବିଷୟ ଅଟେ। ବାକ୍ୟକୁ ମାନିବାଟା, ଦେଖନ୍ତୁ ଆଦମ ହବାକୁ ଭୋକ ଲାଗୁନଥିଲା, କିଛି ଭୋକ ଲାଗୁନଥିଲା, ନା ଫାଷ୍ଟିଂ କରିଥିଲେ ନା କିଛି କରୁଥିଲେ, ମାତ୍ର ସେମାନେ ବାକ୍ୟର ଅବାଧ୍ୟ ହେଇଗଲେ। କଣ ପାଇଁ? ଭ୍ରାନ୍ତ ହେଇକିନା ସେ ବାକ୍ୟର ଅବାଧ୍ୟ ହେଇଗଲେ। ମାତ୍ର ଯୀଶୁ ଖ୍ରୀଷ୍ଟଙ୍କୁ ଯୋଉ ପରିମାଣରେ ଭୋକ ଲାଗୁଛି, ସେ ପରିମାଣରେ ଭୋକ ଲାଗିଲେ ମଧ୍ୟ ସେ ବାକ୍ୟର ଅବାଧ୍ୟ ହେଉନାହାନ୍ତି। ବାକ୍ୟ ମାନିବାଟା କାହାଠୁ ଶିଖିବାର ଅଛି? ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଶିଖିବାର ଆବଶ୍ୟକ ରହିଅଛି। ସେଇଟା ଆମେ ଶିଖିବାର ଅଛି। ପ୍ରିୟମାନେ, ଏବେ ଅନେକ ଜଣ ବାକ୍ୟକୁ ପଛରେ ପକେଇ ଦଉଛନ୍ତି, କମ୍ପ୍ରମାଇଜ କରିଦଉଛନ୍ତି, ମାତ୍ର ଯୀଶୁ ଖ୍ରୀଷ୍ଟ ଟିକେ ମଧ୍ୟ କମ୍ପ୍ରମାଇଜ କରୁନାହାନ୍ତି। ମୋର ଝିଅ ସେ ସୁନାବେଡା କେବିରେ ପଢୁଅଛି, ଆଉ ଆମେ କୋରାପୁଟରୁ ସକାଳେ ସେ କାରରେ ଯିବ। ମାସକୁ ଆମେ 4,500 ଟଙ୍କା ଆମେ ଦଉଛୁ ଗାଡି ଭଡା। ଯଦି ସେ କୋରାପୁଟକୁ ଟ୍ରାନ୍ସଫର ହେଇଯିବ ତାଙ୍କର, ତାହେଲେ ଆମକୁ ଗାଡି ଭଡା 4,500 ଟଙ୍କା ବଞ୍ଚିଯିବ। ଆମକୁ ଖାଲି ଏତିକି କହିବାର ଅଛି ଯେ ଆମେ ସୁନାବେଡାରେ ଥିଲୁ, ଆଉ ସୁନାବେଡାରୁ ଆମର ଟ୍ରାନ୍ସଫର କୋରାପୁଟ ହେଇଗଲା, ସେଥି ନିମନ୍ତେ ଆମକୁ ସୁନାବେଡାରୁ କୋରାପୁଟ ଆମର ଝିଅର କଲେଜ ଟ୍ରାନ୍ସଫର କରିଦିଅନ୍ତୁ। ମାତ୍ର ଆମେ କେବେ ସୁନାବେଡା ରହିନୁ, ଆମେ ତ କୋରାପୁଟରେ ରହିଛୁ। ଆଉ ଖାଲି ଏତିକି ମିଛ କହିବାର ଅଛି ଯେ ଆମେ କୋଉଠି ଥିଲୁ? ସୁନାବେଡାରେ ଥିଲୁ, କୋରାପୁଟରେ ଆମେ ଆସିଗଲୁ। କଣ ଭାଇ, ଧଳା ମିଛ ଟିକେ କହିଦିଅ। ମିଛ ମିଶା ଧଳା ଥିବ, ମିଛ ମିଶା କଳା ଥିବ, ମିଛ ମିଶା ନାଲି ଥିବ, ଏମିତି ସବୁ ଜାଗା କୁହାଯାଉଛି। ହଁ, ଏଟାକୁ ହ୍ୱାଇଟ ଲାଇ ବୋଲି କହିବେ ପୁଣି। ଏଇ ଯୋଉ ଧଳା ମିଛ ଟିକେ କହିଦିଅ ଭାଇ, ତୁମର 4,500 ବଞ୍ଚିଯିବ। ସ୍ୱର୍ଗରୁ ଟିକଟ ଯଦି କ୍ୟାନସେଲ ହେଇଗଲା ବୋଲେ 4,500 ଧରି କୋଉଠି ନର୍କରେ ଯାଇକିନା ଚିକେନ ପକୋଡା ଦିଅ, ବିରିୟାନୀ ଟିକେ ଦିଅ, ସେଠି ଖାଉଥିବ ନା କଣ? ପ୍ରିୟମାନେ, ଆମକୁ ଜାଣିବାର ଅଛି, ଯଦି ଆମେ ଟିକେ ଫାଇଦା ପାଇଁ ଟିକେ ମିଛ କହିଦିଅନ୍ତୁ, ଆଜ୍ଞା ଟିକେ ମିଛ କହିଦିଅନ୍ତୁ। ବହୁତ ଜଣ ଅଛନ୍ତି, ଆମର ଇଲେକ୍ଟ୍ରିକ ବିଲ୍ ଟିକେ ବେଶୀ ଆସୁଛି ଆଜ୍ଞା, ଟିକେ କଣ କଲେ କମ୍ବ କି ନାହିଁ? ହଁ କମ୍ବ। କେମିତି କଲେ କମ୍ବ? ନାଇଁ ତମର ହିଟର ବନ୍ଦ କଲେ କମ୍ବ, ଗିଜର ବନ୍ଦ କଲେ କମ୍ବ। ଲୋକ ଅଛନ୍ତି ନାଇଁ ସର୍ଟକଟ ଟା, ଏତେ ପଇସା ଆମେ ତାଙ୍କୁ ଦେଉଛୁ, ଆମେ ତ ବ୍ୟବହାର ତ କରୁଛ ନା। ପ୍ରିୟମାନେ, ଲୋକ କଣ କମ୍ପ୍ରମାଇଜ ଜୀବନ ଯାପନ, ବାକ୍ୟରେ ଟିକେ ମିଳାମିଶା କରିଦଉଛନ୍ତି, ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେମିତି କଲେ ନାହିଁ। ସେ କହିଲେ ଯେ ଲେଖା ଅଛି। ଭୋକ କେମିତି ଅଛି ଭାବନ୍ତୁ। ଯଦି ଭୋକ ଲାଗୁଥିବ, ତାପରେ ଆମର ମ୍ୟାଡମ ଯଦି ଆମକୁ ଖାଇବାଟା ଦେବାର ଟିକେ ଡେରି କଲେ, କଣ ବୋଲି କହିବୁ ଆମେ? କିଣିବାକୁ ଗଲ କି? ନାଇଁ କିଣିବାକୁ ଗଲ, ମୁଇଁ ତ ଆଣି ଦେଇଛି, ରାନ୍ଧିକିନା ଟିକେ ଦେବାକୁ ଏତେ ଡେରି? ଭାବନ୍ତୁ। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ 40 ଦିନ ଭୋକରେ ଅଛନ୍ତି, ଆଉ ତାଙ୍କୁ ଆସି ସେ ଅଫର ଦଉଛି। ପ୍ରିୟମାନେ, ଯୀଶୁ ଖ୍ରୀଷ୍ଟ ରୁଟି ତିଆରି କଲେ, ନିଜର ପାଇଁ ତିଆରି କଲେ ନାହିଁ, ଅନ୍ୟ ପାଇଁ ତିଆରି କଲେ। ନିଜର ପାଇଁ ସେ କିଛି କରିନାହାନ୍ତି। ଅନ୍ୟମାନଙ୍କ ଯେତେବେଳେ ଭୋକ ଲାଗିଲା, ଅନ୍ୟମାନେ 3 ଦିନ ଖାଇବାକୁ ନାହିଁ, ଭୋକରେ ସେମାନେ ଛଟପଟ ହେବା ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ 5 ରୁଟି 2ଟି ମାଛକୁ ମଲ୍ଟିପ୍ଲାଏ କରି ଅନେକ ଲୋକଙ୍କୁ ଦେଲେ, ମାତ୍ର ନିଜର ଆବଶ୍ୟକତାକୁ ସେ ପୂର୍ଣ୍ଣ କରିନାହାନ୍ତି। ଆମେ ପ୍ରଭୁଙ୍କ ଠାରୁ ଶିଖିବାର ଅଛି ବାକ୍ୟ ମାନିବା ପାଇଁ। ଯେତେବେଳେ ମୁଁ ଛୋଟ ଥିଲି, ସ୍କୁଲରେ ପଢୁଥିଲି, ଆପଣ ମାନେ କୁହନ୍ତୁ ନାହିଁ ଛୋଟ ଥିଲା ବେଳେ ସ୍କୁଲରେ ପଢି ହବ ବୋଲିକି, ନାଇଁ ଛୋଟ ଥିଲା ବେଳେ ପଢି ହବ। ଯେତେବେଳେ ମୁଁ ସ୍କୁଲରେ ପଢୁଥିଲି, ମୁଁ ଦେଖିଲି ଆମର ପିଲାମାନେ ଏତେ ମୋଟା ମୋଟା ଖାତା ଆଣିବାର, ରଫ୍ ଖାତାଟା ଏତେ ଭଲ ନଥିବ, ସିଲେଇକିନା ଆଣିବାର। ମୁଁ ପଚାରିଲି ଏଇଟା କୋଉ ଦୋକାନରେ ମିଳୁଛି? ନା ଏଇଟା କୋଉ ଦୋକାନରେ ମିଳିବ ନାହିଁ, ଏଇଟା ଆମ ବାପା ସରକାରୀ କର୍ମଚାରୀ ଅଟନ୍ତି, ତ ତାଙ୍କୁ କାଗଜ ଆଣିଲେ, ସେ କାଗଜ ଆଣିକି ଦେଲେ, ଆମେ ତାକୁ ରଫ୍ ଖାତା କରୁଛୁ। ଦେଖନ୍ତୁ କେତେ ଭଲ ଲୋକମାନେ, ସରକାର ଦେଇଥିବ ସେଇଟାକୁ ଆଣିକିନା ରଫ୍ ଖାତା ଏମାନେ କରୁଛନ୍ତି। ଆହୁରି
ଆମେ କଣ କରୁ? ରେପଚର ରେ ଯିବୁ। ଆମେ କୋଉଠି ଯିବୁ? ଆମେ ରେପଚର ରେ ଯିବୁ। ରଫ ଖାତା କରିକିନା ଆମେ ରେପଚର ରେ ଆମେ ଯିବୁ। ଆମକୁ 20-30 ଟଙ୍କା ଖାତାକୁ ମଧ୍ୟ କିଣି ପାରିବୁ ନାହିଁ। ସରକାରର ଜିନିଷକୁ ଆଣିକିନା ଆମେ ବ୍ୟବହାର କରିବା ପାଇଁ ଆମେ ଇଚ୍ଛା ଆମେ କରିବୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏବେ ସରକାର ସେ ସବୁ ଜାଗା ପିଏଚଡି ପାଣିରେ ମିଟର ଲଗାଉଛି। ଏବେ ନହେଲେ ମିଟର ନ ଲାଗିଲେ ପାଣି ଅନର୍ଗଳ ଯାଉଥିବ, ପୁରା ଭାସୁଥିବ ଭାସୁଥିବ। ହଁ, ଆହୁରି କହୁଥିବେ ମୋର ପାନ ପାତ୍ର ଉଛୁଳି ପଡୁଛି ବୋଲେ ଆହୁରି ଷ୍ଟୋରି ତାଙ୍କର ଥିବ। ବୋଲେ ଜିନିଷ ନଷ୍ଟ କରିବା ପାଇଁ ଏତେ ଭୟଙ୍କର ଲୋକ ଯାକ ଅଛନ୍ତି। ବାକ୍ୟକୁ ଆମେ ସିରିୟସ ନେବାର ଅଛି। ଯୀଶୁ ଖ୍ରୀଷ୍ଟ ସ୍ୱୟଂ ପରମେଶ୍ୱର, ମାତ୍ର ସେ ବାକ୍ୟକୁ ସିରିୟସ ନେଲେ। ପ୍ରଭୁଙ୍କର ଦାସ ଆର୍ ଷ୍ଟେନଲି, ତାଙ୍କର ମା ତାଙ୍କୁ କହିଲେ, ପୁଅରେ ଆଜି ତୁ ବାକ୍ୟକୁ ମୁଣ୍ଡ ଉପରେ ରଖିଥା। ଏମିତି ଗୋଟେ ସମୟ ହେବ ବାକ୍ୟ ତୋତେ ମୁଣ୍ଡ ଉପରେ ରଖିବ। ଯଦି ଆମେ ବାକ୍ୟକୁ ଆମେ ଉପରେ ରଖିଥିବା, ଆମେ ପରମେଶ୍ୱର ମଧ୍ୟ ଆମେ ଉପରକୁ ରଖିବେ, ଉପରକୁ ରଖିବେ, ଉପରକୁ ରଖିବେ ଆମକୁ। ସେଇଟା ଦାନିଏଲକୁ ମଧ୍ୟ କୁହାଗଲା। ସେ କହିଲେ ନାଇଁ, ଆମେ ଶାଗ ଭାତ ଖାଇବୁ ସିନା, ରାଜାଙ୍କର ଖାଦ୍ୟ ଖାଇକିନା ଆମେ ଅଶୁଚି ହେବୁ ନାହିଁ। ସିରିୟସନେସ୍। ସେଥିପାଇଁ ପରମେଶ୍ୱର ଦାନିଏଲକୁ ଉଠେଇକି ନେଇକିନା ସେ ଟପ୍ ସ୍ଥାନରେ ସେ ରଖିଲେ। ସେ ନିଜ ଗାଁରେ ବଡ ଲୋକ ହେଇନାହାନ୍ତି, ବିଦେଶରେ ବଡ ଲୋକ ହେଲେ। ପରମେଶ୍ୱର ତାହା କରିପାରନ୍ତି। ପ୍ରିୟମାନେ, ମୁଁ ଆପଣମାନେ କହିବା ପାଇଁ ଚାହେଁ, ଆମେ ବାକ୍ୟ ମାନିବାଟା ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଆମେ ଶିଖିବାର ଆବଶ୍ୟକ ରହିଛି। କି ପ୍ରକାର ଭାବରେ ସେ ବାକ୍ୟକୁ ଏତେ ସିରିୟସ ନଉଥିଲେ। ଆସନ୍ତୁ, ଆମମାନଙ୍କର ଜୀବନ ଶୈଳୀ ସେମିତି ଅଛି। ବାକ୍ୟକୁ ଆମ ଜୀବନରେ ବହୁତ ସିରିୟସ ନେବାର ଅଛି। ବାକ୍ୟକୁ ଆମେ ବହୁତ ଭୟଙ୍କର ନେବାର ଅଛି। ପ୍ରଭୁଙ୍କର ଗୌରବ ହଉ। ଏଠି ଗୋଟେ ସୁନ୍ଦର ବାକ୍ୟକୁ ଆମେ କେମିତି ନେବାର ଅଛି, ଇସାୟା 66 ପଢିଲେ ଲେଖାଯାଉଛି। 66 ଏହାର 2 ପଦ ଯଦି ପଢିବା, କାରଣ ଆମ୍ଭର ହସ୍ତ ଏଇ ସବୁ ନିର୍ମାଣ କରିଅଛି। ମୁଁ 1ରୁ ପଢି ଦଉଛି। ସଦାପ୍ରଭୁ ଏହି କଥା କହନ୍ତି, ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ ଓ କେଉଁ ସ୍ଥାନ ଆମ୍ଭର ବିଶ୍ରାମ ସ୍ଥାନ ହେବ? କାରଣ ଆମ୍ଭର ହସ୍ତ ଏସବୁ ନିର୍ମାଣ କରିଅଛି, ଆଉ ତହିଁ ସକାଶୁ ଏହି ସବୁ ଉତ୍ପନ୍ନ ହେଲା। ଏହା ସଦାପ୍ରଭୁ କହନ୍ତି ଏହି ଲୋକ ପ୍ରତି। ଧ୍ୟାନ ଦେବେ, କୋଉ ଲୋକ ପ୍ରତି? ଏହି ଲୋକ ପ୍ରତି, ଅର୍ଥାତ୍ ଯେଉଁ ଲୋକ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ କମ୍ପମାନ ହୁଏ, ତାହା ପ୍ରତି ଆମେ ଦୃଷ୍ଟିପାତ କରିବା। ପ୍ରଭୁଙ୍କ ବାକ୍ୟକୁ କଣ କରିବେ? କମ୍ପମାନ ହେବେ। କମ୍ପମାନ। ଦେଖନ୍ତୁ, ଚର୍ଚ୍ଚରେ ବି ଲୋକ ବସିଥିବେ, ପ୍ରଚାର ଚାଲିଥିବା ସମୟରେ ବିରାଟ କୋହଲି କେତେ ମାରିଲା ବୋଲି ପଚାରୁଥିବେ। ଆପଣ ମାନେ ଜାଣିଥିବେ, ମୁଁ ବି ଆପଣଙ୍କୁ କହୁଛି, ବିରାଟ କୋହଲି 6 ମାରିଲା କି ବାହାରେ କୋଉଠି? ଏଇଟା ଚର୍ଚ୍ଚରେ। ଏଇଟା ବୋଲେ ଭାବନ୍ତୁ, ଚର୍ଚ୍ଚରେ ମିଶା ବିରାଟ କୋହଲି ଥାଉଛି, କି ପରିବର୍ତ୍ତନ ହେବ ନାହିଁ ସେ। ତାକୁ ମଧ୍ୟ ଚର୍ଚ୍ଚରେ ଧରିକି ନେଇ ଯାଇଥିବେ। ଭଲ ଭୟଙ୍କର ବିଷୟ ଗୁଡିକ ଏଇ ଦିନ ମାନଙ୍କରେ ଚର୍ଚ୍ଚ ଭିତରେ ଯାକ ହଉଛି। ଆମେ ଇଆଡେ ପ୍ରଚାର କରୁଥିବୁ, ସିଆଡେ ତାଙ୍କେ ଫୁଲ ବନଉଥିବେ ସେ କାଗଜରେ। ହଁ, କାହାକୁ ଦେବେ ସେ ଫୁଲ କି? ଆମର ପ୍ରଚାର ଶୁଣାଶୁଣି ନାହିଁ, ସେମାନେ ଫୁଲ ବାକ୍ୟକୁ ସିରିୟସ ନଉଛନ୍ତି। ସେମାନେ କୌଣସି ପ୍ରକାର ସିରିୟସ ନାହିଁ ବାକ୍ୟରେ। କୌଣସି ଲୋକମାନେ ତ ଏମିତି ବସିଥିବେ, ପୁରା ହାତ ଏମିତି କରିକିନା ପୁରା ଭୟଙ୍କର ଭାବରେ ବସିଥିବେ। ଆରେ ଆଜ୍ଞା, ବାଇବଲ ଖୋଲୁନ। ସେ ପିଲା ଲୋକ ପ୍ରଚାର କଲେ, ସେ ଆମକୁ କଣ ଶିଖେଇବ? ଆଜ୍ଞା, ଆମକୁ ପଚାର, ଆମେ ତାକୁ ଶିଖେଇବୁ। ଦିନେ ସୁରତ ପ୍ରେମାନ ଗୋଟେ ମିଟିଂକୁ ଯାଇଛନ୍ତି। ସେଠି ଜଣେ ଲୋକ ଭୟଙ୍କର, ସେ ଏମିତି କରିଛି। ପ୍ରଚାର ଷ୍ଟାର୍ଟ ହେଲେ ବାହାରକୁ ପଳେଇ ଯାଉଛନ୍ତି। ପ୍ରଚାର ଷ୍ଟାର୍ଟ ହେଲେ ବାହାରକୁ ପଳେଇ ଯାଉଛନ୍ତି। ପଚାରିଲେ, ଇଏ ପ୍ରଚାର ଷ୍ଟାର୍ଟ ହେଲେ ବାହାରକୁ ସେ ଆଜ୍ଞା କାହିଁକି ଯାଉଛନ୍ତି? କାହିଁକି ଯାଉଛନ୍ତି? ନାହିଁ ଆଜ୍ଞା, ସେ ସେମିତି ଆଜ୍ଞା, ଯିଏ ପ୍ରଚାର କଲେ ମତେ ପଳେଇ ଯିବେ। ତାକୁ ପଚାରିଲେ, ଆଜ୍ଞା ଆପଣ ବାହାରେ କଣ ପାଇଁ ଯାଉଛନ୍ତି? तू हमें क्या सिखाएगा? तू कल का छोकरा है। अगर तुझे कुछ मालूम करना है तो हमें पूछ, हम बताएंगे। अब्बा ହଉ, ପଚାରିବି ବୋଲି ପଚାରିଲେ ସେ, ମୁଁ ତୁମକୁ ସୁସମାଚାରରୁ ପଚାରିବି ବୋଲି କହିଲେ। ଠିକ ଅଛି, ପଚାର। ହେଲେ ସେ କହିଲେ, ଦେଖ,
ଯୀଶୁ ଖ୍ରୀଷ୍ଟ 5 ରୋଟି 2ଟି ମାଛକୁ 5,000ରୁ ଅଧିକ ଲୋକ ଖୁଆଇଥିଲେ କି ନାଇଁ ବୋଲା ହଁ ଖୁଆଇଥିଲେ, ମତେ ଜଣା ନାହିଁ ନା କଣ। ହେଲେ ଗୋଟେ କାମ କର, ସେ 5,000 ଲୋକର ନାଁ ଟିକେ କୁହ ବୋଲି କହିଲେ। ଏମିତି ପ୍ରଶ୍ନ ମାନେ କି ପଚାରବି କେବେ? ହଁ। ବୋଲେ କଣ ଆମେ ସବୁ ଜାଣିଛୁ ଆମେ? ହଉ କହିଲେ ଠିକ ଏଠି କଷ୍ଟ ହେଇଗଲା, ଗୋଟେ କାମ କର, କୋଉ ମାଛ ଖୁଆଇଥିଲେ କୁହ? କୋଉ ମାଛ? ମତେ ସେଟା ବି ଜଣା ନାହିଁ। ସେଥିପାଇଁ ଆମେ ବହୁତ ଜାଣିଛୁ, ମାତ୍ର ସବୁ ଜାଣିନୁ ଆମେ। ସେଥିପାଇଁ ଯିଏ ମଧ୍ୟ ଶିକ୍ଷା ଦେଲେ, ବାକ୍ୟ ପ୍ରଚାର କଲେ, ଟିକେ ସିରିୟସଲି ଶୁଣିବାର ଅଛି। କେତେ ଜଣ 2 ଜଣ ଥିବେ ବସିଥିବେ, ଭାବୁଥିବୁ ବାକ୍ୟ ଶୁଣୁଥିବୁ ବୋଲି କହିଲେ ଆଜି କଣ ରାନ୍ଧିଛ? ତରକାରୀ କରିକିନା ଆସିଛ? ବାକ୍ୟ ଶୁଣା ଶୁଣି ନାହିଁ। ହଇ କଣ କରିବା, ସବୁଦିନ ତ ମଟନ ଖାଉଥିଲୁ, ଆଜି ଟିକେ ଚିକେନ ଆଣିଛନ୍ତି, ଆମେ ରୋଷେଇ କରିଛୁ। ଏଇଟା ମଧ୍ୟ କଥାବାର୍ତ୍ତା ଚାଲିଥିବ। ବାକ୍ୟକୁ ସିରିୟସ ନେବାର ଅଛି। ଯୀଶୁ ଖ୍ରୀଷ୍ଟ ବାକ୍ୟକୁ ଭୟଙ୍କର ସିରିୟସ ନେଉଥିଲେ। ଦ୍ୱିତୀୟ ବିଷୟ ଆପଣମାନଙ୍କୁ ନିକଟ ରଖିବା ପାଇଁ ଚାହେଁ, ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଆମେ କଣ ଶିଖିବାର ଆବଶ୍ୟକ ରହିଅଛି। ମୋ ସହିତ ଆପଣମାନେ ଫିଟେଇବେ ଫିଲିପିଓ ପୁସ୍ତକ, ଏହାର 2 ଅଧ୍ୟାୟ 5 ପଦରୁ ଆମେ ପଢିବା। ଫିଲିପିଓ ପୁସ୍ତକ ମୁଁ ଆପଣମାନଙ୍କୁ ପଢି ଶୁଣେଇବା ପାଇଁ ଚାହେଁ। 2 ଅଧ୍ୟାୟ 5 ପଦରୁ ମୁଁ ପଢୁଛି ଆପଣମାନଙ୍କ ନିମନ୍ତେ। ଲେଖାଗଲା, ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କର ସେହିପରି ମନ ହେଉ। ସେ ଈଶ୍ୱର ରୂପୀ ହେଲେ ହେଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ଆମେ କଣ ଶିଖିବାର ଅଛି? ନିଜକୁ ଜିରୋ କରିବାଟା ଶିଖିବାର ଅଛି। ଆଜି ତ ସମସ୍ତେ କହୁଛନ୍ତି ମୁଁ ହିରୋ। କେତେ ଜଣ ଅଛନ୍ତି ଆମର କୋରାପୁଟରେ, ଟିକେ ଯଦି ପକାଇଦେବେ ବୋଲେ ମୁଇଁ କୋରାପୁଟର ହିରୋ ବୋଲଥିବେ। ବୁଝନ୍ତୁ, ଫୁଙ୍କି ଦେଲେ ଉଡିଯିବେ, ମାତ୍ର ଟିକେ ପଡିଗଲେ ମୁଁ ହିରୋ, ମୁଁ ହିରୋ। ବାବାରେ, କିଏ କୁଟକୁଟର ହିରୋ ଯାକ ଥିବେ ସେମାନେ। ମାତ୍ର ଦେଖନ୍ତୁ, ସର୍ବ ଜଗତର ହିରୋ ମାନଙ୍କର ହିରୋ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜକୁ ଜିରୋ କଲେ, ନିଜକୁ ଶୂନ୍ୟ କରିଦେଲେ, ନିଜକୁ ଖାଲି କରିଦେଲେ। ପ୍ରିୟମାନେ, ଆଜି ବେଲୁନ ଫୁଲିଲା ପରି ଲୋକ ଫୁଲୁଛନ୍ତି, ନିଜକୁ ବଡ ବଡ କରି ଦେଖାଉଛନ୍ତି। ମେବି କୁ ଛୁନା ମିଟିଂରେ ଯାଇଥିବ ବୋଲି କହିଲେ ମତେ ଟିକେ ପଚାରିଲେ ନାହିଁ, ଷ୍ଟେଜକୁ ଡାକିଲେ ନାହିଁ, ମତେ ଟିକେ ପ୍ରାର୍ଥନା କରିବାକୁ ଦେଲେ ନାହିଁ। ଲୋକଙ୍କର ଗୋଟେ ଏମିତି ଅଛି ଯେ ମୁଁ ବି କିଛି ଅଛି, ମୁଁ ବି କିଛି ଅଛି। ପ୍ରିୟମାନେ, ଆମେ କିଛି ନାହୁଁ। ଆମର ଯୋଗ୍ୟତା ହେଲା ସିଧା ନର୍କ। ପରମେଶ୍ୱର ଦୟା ଅନୁଗ୍ରହ କରି ଆଜି ଏଇ ସୁନ୍ଦର ଅବକାଶ ଆମମାନଙ୍କୁ ଦେଇଛନ୍ତି ଯେ ସ୍ୱର୍ଗର ପରମେଶ୍ୱରଙ୍କର ସେବା ଆରାଧନା କରିବା। ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଠାରୁ ଆମେ କଣ ଶିଖିବାର ଅଛି? ନିଜକୁ ଜିରୋ କରିବାଟା ଶିଖିବାର ଅଛି, ନିଜକୁ ଶୂନ୍ୟ କରିବାଟା ଶିଖିବାର ଅଛି, ନିଜକୁ ଖାଲି କରିବାଟା ଶିଖିବାର ଅଛି। ହଁ, ଯୀଶୁ ଖ୍ରୀଷ୍ଟ ସ୍ୱୟଂ ପରମେଶ୍ୱର, ସେ ସ୍ୱୟଂ ପରମେଶ୍ୱର ସେ ଅଟନ୍ତି। ମାତ୍ର ଏଠି କଣ ଲେଖାଯାଉଛି? ପରମେଶ୍ୱରରୁ ସେ ତଳକୁ ଓହ୍ଲେଇଲେ, ମନୁଷ୍ୟ ହେଲେ। ମନୁଷ୍ୟରୁ ସେ ଦାସ ରୂପ ଧାରଣ କଲେ। ଦାସରୁ ଗୋଟେ କ୍ରିମିନାଲ ଭାବରେ ସେ କ୍ରୁଶ ଉପରେ ଉଲଗ୍ନ ଅବସ୍ଥାରେ ମରୁଛନ୍ତି, ନିଜକୁ ଖାଲି କରିଦଉଛନ୍ତି। ଭାବନ୍ତୁ, ଦୁନିଆରେ ଏତେ ଅପମାନଦାୟକ ମୃତ୍ୟୁ କେହି ମୃତ୍ୟୁବରଣ କରିନାହାନ୍ତି। ଯୀଶୁ ଖ୍ରୀଷ୍ଟଙ୍କୁ ଏତେ ଅପମାନଦାୟକ ମୃତ୍ୟୁ ତାଙ୍କୁ ଦିଆଗଲା। ପ୍ରିୟମାନେ, ଆଜି ଆମକୁ ଯଦି କିଏ ଛୋଟିଆ ଅପମାନ ଦେଲେ, ଆମେ କହୁଥିବୁ ପ୍ରଭୁ ମୁଁ କୀଟ, ପ୍ରଭୁ ମୁଁ କିଛି ନାହିଁ, ମୁଁ ଧୂଳି ବୋଲୁଥିବୁ। ସେ ଧୂଳିକୁ ଟିକେ ଛୁଇଁ ଦେଖ, ସେ ଧୂଳି ଫଣା ଟେକବ ଏମିତି ଲାଗବା ପାଇଁ କହୁଥିବେ ନେଇକି, ନିଜକୁ କହୁଥିବେ ମୁଁ ଧୂଳି, ଆଜ୍ଞା ମୁଁ ଧୂଳି। ହଁ, ଏ ଧୂଳିର ବିଷୟ ଗର୍ବ ବେଶୀ ଥିବ। ଏଇଟା ଆମର ଦୁଃଖର ବିଷୟ। ଏଇଟା ପ୍ରିୟମାନେ, ଆମେ ଏବେ ଯାଏ ଶୂନ୍ୟ ହେଇନାହୁଁ, ଖାଲି ହେଇନାହୁଁ। ଏବେ ମଧ୍ୟ ଆମର ଭିତରେ ଆମର ଗର୍ବ ଭର୍ତ୍ତି ହେଇକିନା ରହିଅଛି। ସ୍ୱର୍ଗର ପରମେଶ୍ୱର, ଭାବନ୍ତୁ, କୋଉଠି ଜନ୍ମ ହେଲେ? ରାଜମହଲରେ।
କୋଉଠି ସେ ଜନ୍ମ ଗ୍ରହଣ କଲେ? ଗୁହାଳ ଘରେ। ଆମର କେତେ ଡିଜାଇନ ଥିବ, କେତେ ଇଚ୍ଛା ଥିବ, ମୋର ପୁଅକୁ ଏଠି ଜନ୍ମ ଗ୍ରହଣ କରିବି, ସେଠି ଜନ୍ମ ଗ୍ରହଣ କରିବି, ସେଠି ନାହିଁ। ସ୍ୱର୍ଗର ପରମେଶ୍ୱର ତାଙ୍କର ପୁଅ ପାଇଁ କଣ ଡିଜାଇନ କଲେ? ଗୁହାଳ ଘର। କେମିତି? ଆଉ କାମ କଣ କରିବେ? ବଢେଇ କାମ କରିବେ। ମରିବେ କୋଉଠି? କ୍ରୁଶ ଉପରେ ମରିବେ। ତାଙ୍କର ଶିଷ୍ୟମାନେ କିଏ ହେବ? ଜଗତରେ ତୁଚ୍ଛୀକୃତ ଲୋକମାନେ, ସେଇ ପ୍ରକାର କେଉଟ ଲୋକମାନେ। ମାତ୍ର ଦୁନିଆର ସବୁଠୁ ଅଧିକ ଲୋକ ଯୀଶୁଙ୍କୁ ଫଲୋ କରୁଛନ୍ତି, ଯୀଶୁଙ୍କ ପଛରେ ଚାଲୁଛନ୍ତି। କାହିଁକି? ସେ ନିଜକୁ ଶୂନ୍ୟ କରିଦେଲେ। ପ୍ରିୟମାନେ, ଆଜି ଆମେ ନିଜକୁ ରାଜା କରିବା ପାଇଁ ଚାହୁଁଛୁ। ଆମେ ଯୀଶୁଙ୍କୁ ରାଜା କରିବା ପାଇଁ ଧରିଲା ବେଳେ ଲୁଚିକିନା ପଳେଇଲେ ସେ। ମତେ ରାଜା ହେବା ଦରକାର ନାହିଁ। ଆଜି ତ ଆମେ ଏକା ରେ ମତେ ଭୋଟ ଦେବୁ ରେ, ହେଲା ଦେଖେ, ହେଲା ଜିତିଲା ପରେ ମୁଁ ଏଟା ସେଟା କରିଦେବି। ଆଜି ସେଇଟା ଚାଲିଛି। ଭୋଟ ଦେଇ ଜିତେଇଲେ। ଆମେ ଭାବୁଥିଲୁ ଏ ସରକାର କଣ ଭାବୁଥିଲୁ? ମୁସଲମାନ ବିରୋଧୀ ବୋଲି ଭାବୁଥିଲୁ, ଖ୍ରୀଷ୍ଟିଆନ ବିରୋଧୀ ବୋଲି ଭାବୁଥିଲୁ। ଏ ସରକାର ତ ହିନ୍ଦୁ ବିରୋଧୀ ଏକା। ମନ୍ଦିରର ପଇସା ଖାଇ ଦେଇଛନ୍ତି ଏମାନେ। ହଁ, କେମିତି ଅବସ୍ଥା ଟିକେ ଭାବି ଦେଖନ୍ତୁ। ସେ ମହାପ୍ରଭୁ ମିଶା କିଛି କରିବାକୁ ନାହିଁ ତାଙ୍କୁ। ଭାବ, ପରମେଶ୍ୱର ସିନା ଆମକୁ ହାତ ଧରିକିନା ଆଣିବେ। ସେ ହାତ ଧରି ମନ୍ଦିର ତ ତିଆରି କରିଛି, ବସ ବୋଲିଲା ପରେ ନେଇ ବସେଇଦେଲେ। ସେ ବସିଗଲେ ସେଠି। ଆହୁରି ଏବେ ପଇସା ଖାଇ ଦେଇକିନା ଏମାନଙ୍କର ଟେମ୍ପର କଣ? ହିନ୍ଦୁ ମନ୍ଦିରର ପଇସା ହିନ୍ଦୁ ଲୋକ ଖାଇଲେ ତୁମର କିସ୍ ନ ଗଲା ବୋଲିକିନା ଏମାନଙ୍କର ବଡ ଫୁଟାଣି। ଦେଖ ଦେଖ ଦେଖ, ସେ ଜଣେ କହୁଛି ମୁଇଁ ମିଶା ହିନ୍ଦୁ, ମତେ ମିଶା ପଠାଅ ବୋଲି ସେ କହୁଛି। ସିଏ ତାର କଥା, ମୋର ବାକ ମତ ମିଟ ନାହିଁ। ହଁ, ଆମକୁ ସିନା ଦେବ ନାହିଁ, ହିନ୍ଦୁ ଭାଇ ମାନେ ଦଉନ ସମସ୍ତଙ୍କୁ ଭାଗ ଭାଗ ଟିକେ ଟିକେ ନେଇକିନା ଯିବେ, ପ୍ରସାଦ ପରି ଖାଇବେ। ପ୍ରିୟମାନେ, ଆମମାନଙ୍କର ପରମେଶ୍ୱର ନିଜକୁ ଶୂନ୍ୟ କଲେ। ଏଇଟା ଆମେ କେତେ ଜଣ ଶିଖୁଛୁ? କି ଅଭ୍ୟାସ କରୁଛୁ? ନାଇଁ, ମୁଁ ନିଜକୁ ଜିରୋ ହେବାର ଅଭ୍ୟାସ କରୁଛି। ଜଣେ ପ୍ରାର୍ଥନା କଲେ, ପ୍ରଭୁ ମତେ ନମ୍ର କର, ନମ୍ର କର, ନମ୍ର କର ବୋଲି ପ୍ରାର୍ଥନା କଲେ। ଘରକୁ ଯାଉ ଯାଉ ଭୟଙ୍କର ହୁଡା ହେଇଗଲା ତାକୁ। ଭୟଙ୍କର ଗାଳି କଲେ। ଗାଳି କଲା, ପ୍ରଭୁ ଏଇଟା କଣ କଲ ପ୍ରଭୁ ବୋଲା? ତ ପ୍ରାର୍ଥନାର ଉତ୍ତର ଦେଲେ ରେ ବାବୁ। ଏଇଟା ହେଲା ପ୍ରାର୍ଥନାର ଉତ୍ତର। ଆମେ ପ୍ରାର୍ଥନା କରିବା, ପ୍ରଭୁ ଉତ୍ତର ଦେବେ ନାହିଁ, ସାଙ୍ଗେ ସାଙ୍ଗେ ସେ ଉତ୍ତର ଦେବେ। ପ୍ରିୟମାନେ, ମୁଁ କହୁଛି, ଆପଣ ଯେଡେ ବଡ ହୁଅନ୍ତୁ ନା କାହିଁକି, ଆପଣ ନିଜକୁ ଶୂନ୍ୟ କରିବାଟା ଶିଖନ୍ତୁ। ଆଜି ଦୁନିଆ ଆମକୁ କଣ କରେ? ଆମକୁ ବଡ କରିବାଟା ଶିଖାଏ। ମାତ୍ର ପରମେଶ୍ୱର କଣ କରୁଛନ୍ତି? ଛୋଟ ହେବାଟା ଶିଖାଉଛନ୍ତି। ଯୀଶୁ ଖ୍ରୀଷ୍ଟକୁ ଶୈତାନ ମନ୍ଦିରର ଉପରେ ଚଢେଇଲେ, ମାତ୍ର ଯୀଶୁ ଖ୍ରୀଷ୍ଟ ଯକ୍ଷକୁ ଗଛରେ ଚଢେଇଲେ ନା ଓହ୍ଲେଇଲେ? କହିଲେ ତଳକୁ ଆ, ତଳକୁ ଆ, ଉପରକୁ ଯିବାର ରାସ୍ତା ତଳରୁ ଅଛି। ତୁ ଯେତେ ତଳକୁ ରହିବୁ ମୁଁ ତତେ ସେତେ ଉପରକୁ ଉଠେଇବି। ପ୍ରେଜ୍ ଦ ଲର୍ଡ। ପରମେଶ୍ୱର ଆମକୁ ସେତେ ଉପରକୁ ଉଠେଇବେ। ସେଥିପାଇଁ ଆମେ ଯେତେ ତଳକୁ ଆମେ ରହିବା। କୁହନ୍ତୁ, ଏବେ ଯୋଉମାନେ ପାହାଡ ଉପରେ ଘର କରିଥିବେ ସେମାନଙ୍କୁ ବେଶୀ ପାଣି ମିଳିବ ନା ତଳେ ଥିବା ଲୋକ ବେଶୀ ପାଣି ମିଳିବ? କାହାକୁ ବେଶୀ ପାଣି ମିଳିବ? ଯିଏ ତଳେ ଅଛି। ଆମେ ଯେତେବେଳେ ତଳେ ରହିବା, ସବୁ ବିଷୟ ଝରିକିନା ଆମ ଉପରେ ଏକା ଆସିବ। ନିଜକୁ ଜିରୋ କରିବାଟା ଶିଖନ୍ତୁ। ଯେତେବେଳେ ଆମେ ନିଜକୁ, ଆମେ ଏଇଟା କାହାଠୁ ଶିଖିବାର ଅଛି? ଏଇଟା ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଶିଖିବାର ଆବଶ୍ୟକ ରହିଛି। ସେ ଆମକୁ ଶିଖେଇବେ କେମିତି ଆମେ ନିଜକୁ ନମ୍ର କରିବା, ନିଜକୁ ଜିରୋ କରିବା, ନିଜକୁ ସାନ କରିବା। ସେଇଟା ଆମର ପରମେଶ୍ୱରଙ୍କ ଠାରୁ ଆମେ ଶିଖିବାର ଆବଶ୍ୟକ ରହିଛି। ତାଙ୍କର ଜୀବନ ଆମକୁ କଥା କହୁଛି। ସେ କି ପ୍ରକାର ଜୀବନ ବିତେଇକିନା ଯାଇଛନ୍ତି। ସେ ଆପଣାକୁ ଜିରୋ କରିଦେଲେ। ପ୍ରିୟମାନେ, ଏବେ ମୁଁ ମଧ୍ୟ ମୋ ନାଁ ଆଗରେ ରେଭରେଣ୍ଡ ଲେଖିପାରେ, ଆପଣମାନେ ଲେଖୁଛନ୍ତି। ମାତ୍ର ମୁଁ ପ୍ରତ୍ୟେକ ମେସେଜରେ ମୋ ନାଁ ଆଗରେ ବ୍ରଦର ଲେଖୁଛି। ମୁଁ ଗୋଟେ ଜାଗାରେ ପ୍ରଚାର କରିବା ପାଇଁ ଗଲି, ଆଉ ସେ କହିଲେ, ଏବେ ଯାଏ ରେଭରେଣ୍ଡ ହେଇନ କି? ନାଇଁ ନାଇଁ, ରେଭରେଣ୍ଡ କେବେଠୁ ହେଇଯାଇଛି ମୁଁ। ବହୁତ ଆଗରୁ ରେଭରେଣ୍ଡ ହେଇଯାଇଛି। ଯେ ରେଭରେଣ୍ଡ ଠାରୁ ମଧ୍ୟ ବଡ ଟାଇଟଲ ହେଲା ବ୍ରଦର। ଯୀଶୁ ଖ୍ରୀଷ୍ଟଙ୍କ ପାଖକୁ ଯାଉ ଯାଉ ରେଭରେଣ୍ଡ ନିର୍ମଳ ଖରାକୁ ତାଳି ମାର ବୋଲି କହିବେ ନାହିଁ, ହେଲା। କହିବେ ନାହିଁ, ଓ ବିଶପ, ବିଶପ ଆଗେ ତାଳି। ଠିକ ଅଛି, ବିଶପ ଟାଇଟଲ ଭଲ,
ରେଭରେଣ୍ଡ ଟାଇଟଲ ଭଲ, ଆଉ ଆପଣଙ୍କୁ କାର୍ଡିନାଲ ଯାହା ଯାହା ଟାଇଟଲ ଭଲ ନିଅନ୍ତୁ, ମାତ୍ର ସ୍ୱର୍ଗର ସବୁଠୁ ବଡ ଟାଇଟଲ ହେଲା ବ୍ରଦର। ଯୀଶୁ ଖ୍ରୀଷ୍ଟ ଆମକୁ ଭାଇ ବୋଲି ସମ୍ବୋଧନ କରୁଛନ୍ତି। ଆଉ ଆମେ ଟାଇଟଲ ଗୁଡିକ ନେବାର ଆବଶ୍ୟକ ରହିଅଛି। ଆମ ସାମ୍ନାରେ ଆମେ ଟାଇଟଲ ଗୁଡିକ ଲେଖିଲେ କିଛି ଖରାପ ନାହିଁ, ବହୁତ ଆବଶ୍ୟକ, କାହିଁକିନା ଆମେ ଥିଓଲୋଜି ଡିଗ୍ରୀ କରିକିନା ଆମେ ଏ ଟାଇଟଲ ଗୁଡିକ ଆମେ ପାଇଛୁ। ଆମକୁ ରେଭରେଣ୍ଡ ଲେଖିବାର ପୁରା ଅଧିକାର ଅଛି ଆମକୁ। ମାତ୍ର ଆମେ କାହିଁକି ଲେଖୁଛୁ ବ୍ରଦର ଲେଖୁଛୁ? କାହିଁକିନା ଆମେ କଣ କରୁଛୁ, ନିଜକୁ ଆମେ ଜିରୋ ଆମେ କରୁଛୁ। ଜଣକୁ ଡାକିଦେଲେ ବ୍ରଦର ବୋଲିକି ଡାକିଦେଲେ, ତାର ମୁହଁ ଶୁଖିଗଲା। ମୁଁ ବ୍ରଦର ନାହିଁ, ମୁଁ ରେଭରେଣ୍ଡ। ତୁମେ ମତେ ଡାକିଲେ ରେଭରେଣ୍ଡ ଡାକ ତୁମେ, ହଁ ମତେ ବ୍ରଦର ବୋଲି ଡାକିବ। ପ୍ରିୟମାନେ, ବାଇବଲରେ ରେଭରେଣ୍ଡ ନାହିଁ, ବାଇବଲରେ ଦାସ ବୋଲି ଲେଖାଯାଇଛି। କଣ ଲେଖାଯାଇଛି? ଦାସ। ଦାସକୁ ଆମ ଭାଷାରେ କଣ ବୋଲି କହିବେ? କିଏ ଜଣେ ମାଇକ୍ ଫିଟେଇ କହି ଦେଖେ। ଚାକର, ହଁ, Servant, servant. ଅଳିଆ ଅଳିଆ Only ଅଳିଆ ବଢିଆ ବଢିଆ, ଓକେ, ଭେରି ଗୁଡ। ହେଲା, ଦାସର ପୁରା ସରଳ ବିଷୟ ହେଲା ଚାକର। ଆମେ କିଏ? ଆମେ ପ୍ରଭୁଙ୍କର ଚାକର ମାନେ ଆମେ ଅଟୁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିଛନ୍ତି। ଦେଖନ୍ତୁ, ଆଜିକାଲିର ଦାସ ଯୋଉ ଅଛନ୍ତି, ମୁଁ ମଧ୍ୟ ପ୍ରଭୁଙ୍କର ଗୋଟେ ଦାସ ଅଟେ। ଆଜିକାଲିର ଦାସ ମାନଙ୍କୁ ବଡି ବିଲ୍ଡର ବି ଦରକାର ଅଛି। ସାଇଡରେ ରଖିଥିବେ, ଆସିଲେ ଜିତୁବୀର ଗଲା ପରେ ଯାଉଥିବେ, ସେମାନେ ଭୟଙ୍କର ଭାବରେ ଯାଉଥିବେ। ଭଲ କଥା, ଆମକୁ ମଧ୍ୟ ଆଜିକାଲି ବଡି ଗାର୍ଡ ଗୁଡିକ ଦରକାର ଅଛି। ଆମକୁ ଚଳବା ପାଇଁ ପଇସା ହଉନି, ସେ ବଡି ଗାର୍ଡକୁ କେତେବେଳେ ଦେବୁ ଆମେ ପଇସା? ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଅନୁଗ୍ରହ କରନ୍ତୁ। ଯୋଉମାନେ ରଖୁଛନ୍ତି ରଖନ୍ତୁ, ତାଙ୍କୁ ଆମେ ଗୋଟେ ପଇସାର କମେଣ୍ଟ ବି ଆମେ କରୁନାହୁଁ। ଆମର ବାଇବଲରେ ଆମେ ଦେଖୁଛୁ ଯୀଶୁ ଖ୍ରୀଷ୍ଟ ଆପଣାକୁ ଶୂନ୍ୟ କଲେ। ଦୁନିଆରେ ଏମିତି କୋଉ ଗୁରୁ ଅଛନ୍ତି ଯିଏ ଶିଷ୍ୟମାନଙ୍କ ପାଦ ଧୋଇଛନ୍ତି? ଗୋଟେ ଗୁରୁ, ଯୀଶୁ ଗୁରୁ, ଆଉ ଅନ୍ୟ କିଏ ଗୁରୁ ନାହାନ୍ତି। ତାଙ୍କ ଛଡା ଅନ୍ୟ ଗୁରୁ କେହି ନାହାନ୍ତି। ଭାବନ୍ତୁ, ସେବା କାର୍ଯ୍ୟର ଆରମ୍ଭରେ ଯୀଶୁ ପାଦ ଧୋଇଲେ ନା ଶେଷରେ ପାଦ ଧୋଉଛନ୍ତି? ଶେଷରେ। ଆମେ ହେଲେ କହିଥାନ୍ତୁ, ଦେଖରେ ବାବୁ, ମୁଁ ଏବେ ସିନିୟର ହେଲି, ଗୋଟେ କାମ କର ପିତର, ତୁ ଏ କାନ୍ଧ ମୋର ବଥଉଛି, ଚିପେ ତୁ ଏ ମୁଣ୍ଡ ଟିକେ ଘଷାଘଷି କର ତ। ଆଜିକାଲି ଦେଖନ୍ତୁ, ସେମିତି କାଁ ସେଠି ବସିଥିବେ, ଭଗବାନ ବସିଥିଲେ, ଚାରିଆଡେ ବିଞ୍ଛଣା ଧରି ବିଞ୍ଚି ଦଉଥିବେ ତାଙ୍କୁ। ଆମର ପ୍ରଭୁ ସେମିତି ପ୍ରଭୁ ନାହାନ୍ତି। ଆମ ପ୍ରଭୁ କେମିତି ପରମେଶ୍ୱର। ଯେତେ ଆମେ ସିନିୟର ହେବା, ଯେତେ ଆମେ ସିନିୟର ହଉଥିବା, ସେତେ ଆମେ ନିଜକୁ ଖାଲି କରୁଥିବାର ଅଛି। ଯେତେ ଆମେ ଖାଲି କରୁଥିବା, ସେଇଟା ହେଲା ମେଚୁରିଟି। ସେଇଟା ମେଚୁରିଟି ହଉଛି ସେଇଟା। ଆମେ ଯେତେ ସିନିୟର ହଉଥିବା, ସେତେ ନିଜକୁ ଆମେ ଖାଲି କରୁଥିବା। ଯୀଶୁ ଖ୍ରୀଷ୍ଟ ସେବା କାର୍ଯ୍ୟର ଶେଷରେ, କାଲି ସକାଳେ ତାଙ୍କୁ କ୍ରୁଶରେ ଚଢାଯିବ, ଆଜି ରାତିରେ ଶିଷ୍ୟମାନଙ୍କର ପାଦ ଧୋଉଛନ୍ତି। ଏମିତି ଏଇଟା ଶିଖିବାର ଅଛି। ହଁ, ଏଇଟା ଆମେ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଶିଖିବାର ଅଛି। ଯଦି ପରିବାରରେ ସ୍ୱାମୀ ଏଇ ପ୍ରକାର ଜୀବନ ଧାରଣ କରିବେ, ସ୍ୱାମୀ ମାନେ କଣ ଖାଲି ଅର୍ଡର ଦଉଥିବେ, ମର୍ଡର କର ଗଲା ପରି ଖାଲି ଅର୍ଡର ଥିବ ତାଙ୍କର। ଆମେ ପରିବାରରେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ସ୍ୱଭାବ ଧାରଣ କରି ଆମେ ରହିବାର ଆବଶ୍ୟକ ରହିଅଛି। ଦେଖନ୍ତୁ, ଲୁଗା କାଚିବାର କାମ ସ୍ତ୍ରୀଙ୍କର, ହଁ କି ନାଇଁ? ଶୁଖେଇବା କାମ ସ୍ତ୍ରୀଙ୍କର, ଆଇରନ୍ କରିବା କାମ ସ୍ତ୍ରୀଙ୍କର, ଆଉ ପିନ୍ଧିବା କାମ, ମଇଳା କରିବା କାମ ଆମରଟା। ସେଇଟା ଆଉ କାହାର ନାହିଁ। ନାଇଁ, ଆଜି ସେଇଟା ତ ପରିବାରରେ ଚାଲିଛି ନା। ମୁଁ ସ୍ୱାମୀ, ମୁଁ ଆସୁଛି, ମୁଁ ଆଣୁଛି। ଆଗେ ଆରାମ ସେ ବସିକିନା ଟିଭି ଦେଖୁଥିବେ, ମୋବାଇଲ ଦେଖୁଥିବେ, ସିଆଡେ ହଁ ସେ ବାପଡି ସବୁ କରୁଥିବେ। ଆହୁରି ଆମେ ନିଜକୁ ଆମେ ଶୂନ୍ୟ ଆମେ କରିବାର ଅଛି, ଖାଲି ଆମେ କରିବାର ଅଛି। ପ୍ରିୟମାନେ, ଚିର ହେବାର ଅଛି। ଏଇଟା ଆମେ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଆମେ ଶିଖିବାକୁ ପଡିବ। ଆମର ପରମେଶ୍ୱର ସେ ଆମକୁ ଏଇଟା ଶିଖ, ମୋ ନିକଟରୁ ଶିଖ, ନିଜକୁ ଶୂନ୍ୟ କରିବାଟା, ଖାଲି କରିବାଟା ନିଜକୁ ଶିଖ। ସେ କହିବେ ବେଶୀ ନମ୍ର ହେନା ରେ ବାବୁ, ଚାପି ପକେଇବେ। ଏମିତି ଲୋକମାନେ ଅଛନ୍ତି। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆମେ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଶିଖିବାର ଅଛି। ଗୋଟେ ପଦ ପଢିବା। ମୁଁ ତ ଏଠି 10ଟା 11ଟା ଲେଖିଛି, ଆମେ ଯେତିକି ସାରିବା ସାରିଦେବା। ପିତର ପୁସ୍ତକ, ପ୍ରଥମ ପିତର, ଏହାର 2 ଅଧ୍ୟାୟ 23 ପଦ ମୁଁ ପଢୁଛି ଆପଣମାନଙ୍କ ପାଇଁ।
ସେ ନିନ୍ଦା ପାଇବା ସମୟରେ କୁଟକୁଟା ନିନ୍ଦା କଲେ ବୋଲି ଲେଖା ହେଇଛି କି ଏଠି? ନାଇଁ ନାଇଁ, ଲେଖା ହିଁ ନାହିଁ। କେମିତି ଲେଖା ଯାଉଛି? ମାତ୍ର ଆମେ ଛାଡିଦବୁ କି? ଆମେ, ତୁ ମତେ କହୁଛୁ, ମୁଁ ଜାଣିନାହିଁ। ହଁ, ଏଇଟା ଯୀଶୁ ଖ୍ରୀଷ୍ଟ। ଲେଖା ଯାଉଛି ବୋଲେ ନୀରବ ରହିବାଟା ଯୀଶୁଙ୍କ ଠାରୁ ଶିଖିବାର ଅଛି। କେମିତି ଆମେ ନୀରବ ରହିପାରିବା? ଆମେ ଯାହା ଜୀବନରେ ପାପର ଲେଶ ମାତ୍ର ନାହିଁ, ଯାହା ପାଖରେ କୌଣସି ଛଳନା ନାହିଁ, କୌଣସି ପ୍ରକାର ମନ୍ଦତା ନାହିଁ, ସେ ପରମେଶ୍ୱରଙ୍କୁ ଏତେ ନିନ୍ଦା କରାଯାଉଥିଲା, ଭୟଙ୍କର ଭାବେ ନିନ୍ଦା କରାଯାଉଥିଲା। ଏଇଟା ଯୀଶୁ ଖ୍ରୀଷ୍ଟ ଲେଖି ନାହାନ୍ତି, ଏଇଟା ପିତର ଲେଖିଛନ୍ତି। ପିତର ଦେଖି ଛାନିଆ ହେଇଯାଉଛନ୍ତି। ଆମର ଗୁରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏତେ ପବିତ୍ର ଗୁରୁ, ତାଙ୍କୁ ଲୋକମାନେ ଏତେ ନିନ୍ଦା କରିବା ସମୟରେ ମଧ୍ୟ ଏ ତୁନି କେମିତି ରହୁଛନ୍ତି? ତା ପଛେ ତାଙ୍କୁ ଯେତେବେଳେ ତାଙ୍କ ବିଷୟରେ ଲେଖିବା ପାଇଁ କୁହାଗଲା, ସେତେବେଳେ ପିତର ଲେଖୁଛନ୍ତି ସେ ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ। ଯଦି ସ୍ତ୍ରୀ ଷ୍ଟାର୍ଟ କରିବେ ତୁମ ମା ଏମିତି ବୋଲି କହିଲେ, ତ ଆମେ କହୁ ତୁମ ମା ଏମିତି, ତୁମ ବାପା ଏମିତି, ତୁମ ଖାନଦାନ ଏମିତି, ତୁମ ପିଢି ପିଢି ସେମିତି, ସବୁ ସେମିତି। ଆମେ ହଁ, କଣ ଭାବୁଛ ତୁମେ? ପ୍ରିୟମାନେ, ଭୟଙ୍କର ନିନ୍ଦା। ମାତ୍ର ଏଠି କଣ ଲେଖା ଯାଉଛି? ଯେ ନିନ୍ଦା ପାଇବା ସମୟରେ ନୀରବ ରହିବାଟା ଶିଖିବାର ଅଛି। ମୋ ନିକଟରୁ ଶିଖ। କୋଉ ସମୟରେ ନୀରବ ରହିବାର ଅଛି, କୋଉ ସମୟରେ ନୀରବ ରହିବାର ନାହିଁ, ଏଇଟା ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଶିଖିବାର ଅଛି। ଯୀଶୁଙ୍କୁ କହିଲେ ବାଲଜିବୁଲ। ବାଲଜିବୁଲ ମାନେ ଇଏ ହଉଛି ସବୁ ଭୂତ ମାନଙ୍କର ପତି, ସେ ଭୂତ ମାନଙ୍କର ଲିଡର ବୋଲି କହିଲେ ଯୀଶୁ ଖ୍ରୀଷ୍ଟ। ପେଟୁକ ବୋଲି କହିଲେ। ଖାଇବା ଗଲାବେଳେ କଣ? ପେଟୁକ। ଅଛନ୍ତି ଲୋକମାନେ ଭୟଙ୍କର। ଦିନେ କଣ ହେଲା, ଜଣେ ପ୍ରଭୁଙ୍କର ଦାସଙ୍କୁ ଗୋଟେ ପରିବାର ଡାକିଲେ। ପ୍ରଭୁଙ୍କ ଦାସ ବି ଗଲେ, ଆଉ ସ୍ୱାମୀ ସ୍ତ୍ରୀ ପ୍ରେମରେ କହିଲେ, ଆଜ୍ଞା ଏଇଟା ଖାଆନ୍ତୁ, ଏଇଟା ଖାଆନ୍ତୁ, ସେଟା ଖାଆନ୍ତୁ, ସେଟା ଖାଆନ୍ତୁ। ସେ ତାଙ୍କୁ ଜାଗା ନଥିଲେ ମଧ୍ୟ ଆଙ୍କ ପ୍ରେମ ଦେଖି ଖାଆନ୍ତୁ ବୋଲେ ଖାଇଦେଲେ। ସେ ଆଉ ସବୁ ଖାଇଲେ। ଖାଇଲା ପରେ ପଳେଇଲେ। ପଳେଇଲା ପରେ ସ୍ୱାମୀ ସ୍ତ୍ରୀ କଥାବାର୍ତ୍ତା ହଉଛନ୍ତି। ଦେଖିଲ କେମିତି କୁକୁର ପରି ଖାଉଥିଲେ ବୋଲୁଛନ୍ତି। ଦେଖ, ଆରେ ତୁମେ ତ ଖୁଏଇଲ, ଆଉ ଗଲା ପରେ ଏମିତି କହୁଛ। ତା ପଛେ କିଛି ଦିନ ଗଲା ପରେ ସେ ଘରର ପୁଅ ସେ ପାଷ୍ଟର ଆଜ୍ଞା ସାକ୍ଷାତ କଲେ। ପାଷ୍ଟର ଆଜ୍ଞା ନମସ୍କାର। କିଏ ବାବୁ, ଆପଣ ଭୁଲିଗଲେ କି ଆମ ଘରକୁ ଆସିଥିଲେ ଖାଇବା ପାଇଁ? ଓହୋ, ହଁ ହଁ, ଆପଣ ଖାଇକିନା ଗଲେ। ଆଜ୍ଞା ଆମ ମା ବାପା କହୁଥିଲେ ଆପଣ କୁକୁର ପରି ଖାଉଛନ୍ତି। ପିଲାମାନେ ତ ଆଉ ବୋଲେ ଭାବନ୍ତୁ କି ପ୍ରକାର କଥାବାର୍ତ୍ତା ଗୁଡିକ। ଖାଇବାକୁ ତୁମେ ଦେବ, ତା ପଛେ ଉଲ୍ଟା ଗାଳି ବି କରିବ ତୁମେ। ଯୀଶୁ ଖ୍ରୀଷ୍ଟଙ୍କୁ ସେମିତିଆ କହୁଥିଲେ ପେଟୁକ। ଯେତେବେଳେ ବାପ୍ତିଜିକ ଜହନ ଖାଇଲେ ନାହିଁ, ତାଙ୍କୁ କହିଲେ ଭୂତଗ୍ରସ୍ତଟା କିଛି ଖାଉନାହିଁ। ତାଙ୍କୁ ପ୍ରଭୁ କହିଥିଲେ ପଙ୍ଗପାଳ ଖାଇବ, ବନମଧୁ ଖାଇବ, ଏଇସବୁ ଯାକ ଖାଇବ କହିଥିଲେ। ସେ ଅନ୍ୟ କିଛି ଖାଉନଥିଲେ। ନ ଖାଇବାରୁ କହୁଛନ୍ତି କଣ? ଆକୁ ଭୂତଗ୍ରସ୍ତ। ଖାଇଦେଲେ କଣ ବୋଲି କହୁଛନ୍ତି? ପେଟୁକ। ହେଲେ ଖାଇବାର କି ଖାଇବାର ନାହିଁ, ଜାଣିମିଶା ନାହିଁ ସେଇଟା। ଏମିତି ପରିସ୍ଥିତି ଗୁଡିକ ସେମିତି କହିବେ ଲୋକମାନଙ୍କର କାମ ହେଲା ସେଇଟା। ଆମେ ଲୋକମାନେ ଯୋଉ ସମୟରେ ଆମ ନିନ୍ଦା କରନ୍ତି, ଯୀଶୁ ଖ୍ରୀଷ୍ଟଙ୍କୁ ନିନ୍ଦା କଲେ, ଭୟଙ୍କର ନିନ୍ଦା କଲେ, କହିଲେ ଏଇଟା ମରିୟମଙ୍କର ପୁଅ ବୋଲି କହିଲେ, ଯୋସେଫଙ୍କର ପୁଅ ବୋଲି କହିନାହାନ୍ତି। ବୋଲେ କୋଉ ପ୍ରକାର ଭାଷା ଗୁଡିକ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ବ୍ୟବହାର କରିଛନ୍ତି। ହେଲେ ମଧ୍ୟ କାହା ସହିତ ଲାଗିବାକୁ ଗଲେନି। କାହାର ପୁଅ ଝିଅ କଣ କହିଦିଅନ୍ତୁ ଆପଣ, ଖୋଜି ଖୋଜି ଆଇବେ। କିଏ ରେ ମୋର ପୁଅକୁ କହିବା ପାଇଁ? ତୁ କହୁଛୁ ମୋର ପୁଅକୁ ତୁ କହିବୁ? ସେ ସିଗାରେଟ ପିଉ, ପାନ ଖାଉ, ବିଡି ଖାଉ, ଯେମିତି ହଉ, ତୋର କି ଯାଉଛି ବାପା ଲୋ ମା। କାହିଁକି ଆଜିକାଲି ତ ଦଣ୍ଡମୁକ୍ତ ଅଞ୍ଚଳ କି ନାହିଁ? ଦଣ୍ଡମୁକ୍ତ ଅଞ୍ଚଳ ହେଲେ ପୁଅ ଝିଅ ମାନେ ଷଣ୍ଡ ପରି ହେବେ। ଏଇଟା ବୁଝନ୍ତୁ ନା, ଦଣ୍ଡ ନାହିଁ ବୋଲି କହିଲେ ପରିସ୍ଥିତି ବିଗିଡି ଯିବ ସେମାନଙ୍କର। ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ ପ୍ରିୟମାନେ। ଯୀଶୁ ଖ୍ରୀଷ୍ଟ କେମିତି ସେ ରହୁଥିଲେ? ନୀରବ ରହୁଥିଲେ। ଲୋକମାନେ କହିଲା, ଏଇଟା ପିତର ତାଙ୍କ ବିଷୟରେ ସାକ୍ଷ୍ୟ ଦଉଛନ୍ତି ଯେ ଯୀଶୁ ଖ୍ରୀଷ୍ଟଙ୍କର ଲାଇଫ ଷ୍ଟାଇଲକୁ ପିତର ଆମମାନଙ୍କ ସମ୍ମୁଖରେ ସେ ରଖୁଛନ୍ତି। ସେ ନୀରବ ରହୁଥିଲେ।
ଲେଖାଗଲା ସେ ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ, ଦୁଃଖ ଭୋଗ କରିବା ସମୟରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ। ଆରେ ବାବୁ, ଜୟପୁରରେ ସିନା ମତେ ମାରିଦେଇଛୁ ରେ, କୋରାପୁଟ ଆଇଲେ ଇଆଡେ ତ ହେଇକିନା ଯିବୁ ନାଇଁ କି ତୁଇ, ତତେ ଅଛି କଣ ଭାବୁଛୁ? ଆମେ ଥ୍ରେଟନିଂ ଦବୁ କି ନାଇଁ? ଆମେ अपने गली में कुत्ता भी शेर होता है, हमारे गली में आ थोड़ा, देखेंगे क्या समझता है अपने आप को। ଭୟଙ୍କର ଏମିତି ଥିବ। ଯେତେବେଳେ ଶାଶୁ ଟିକେ ବୋହୂକୁ ସତାଉଥିଲେ କହିବେ, ଦେଖ ଶାଶୁର ଗଲା ପରେ ବୋହୂର ପାଳି ଆସିବ, ମୋର ପାଳି ଆସିଲେ ତମେ ଯେମିତି କରିଛ ନା, ଆମର ପାଳି ଗୁଡିକ ଆସେ, ଆମେ ଡରେଇ ଦଉ, ଆମେ ଏମିତି କରିଦବୁ, ଆମେ ସେମିତି କରିଦବୁ। ଆମେ ଯୀଶୁ ଖ୍ରୀଷ୍ଟ ଡରେଇଲେ କି, ଦେଖ ଏବେ ମାରୁଛ, 3 ଦିନ ପରେ କିଏ ଉଠବ? ମୁଇଁ ଉଠିଲେ ତୁମମାନଙ୍କୁ ଅଛି। ଏମିତି ଡରେଇଲେ ନା କଣ? ନାଇଁ ନାଇଁ, କିଛି କଲେ ନାଇଁ, ସେ କାହାକୁ କିଛି ଡରା ଡରି କିଛି କରିନାହାନ୍ତି। ନୀରବ ରହିଲେ, ସେ କିଛି ଜବାବ ବି ଦେଲେ ନାହିଁ। ତମେ କାହିଁକି ମୋ ବିରୁଦ୍ଧରେ ମିଥ୍ୟା ଆଲିଗେସନ ଲଗଉଛ? ସେଟା ବି କହିନାହାନ୍ତି, କି କାହାକୁ ଡରା ବିଡରା ବି କରିନାହାନ୍ତି। ଲେଖାଗଲା ଯେ ଭୟ ଦେଖେଇଲେ, କିନ୍ତୁ ନ୍ୟାୟ ବିଚାରକର୍ତ୍ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ। ଆମେ ଯୀଶୁଙ୍କ ଠାରୁ ଶିଖିବାର ଆବଶ୍ୟକ ରହିଛି। ଆମର ଜଣେ ନ୍ୟାୟବାନ ବିଚାରକର୍ତ୍ତା ଅଛନ୍ତି। ଆମ ପ୍ରତି ଯୋଉ ଯୋଉ ଅନ୍ୟାୟ ହେଉଛି, ସେ ଅନ୍ୟାୟର ସେ ପ୍ରତିକାର ସେ କରିବେ। ଏଇଟା ମନେ ରଖିବାର ଆବଶ୍ୟକ ରହିଛି। ବୋଲେ ଆମେ ନୀରବ ଆମେ ରହିପାରିବା। ଆମେ ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ। ଆଉ ଗୋଟିଏ ପଦ ଆମେ ପଢି ଆମେ ପ୍ରାର୍ଥନା କରିବା ପାଇଁ ଯିବା। ଆମେ ମୋ ସହିତ ଆପଣ ଲୁକ ଲିଖିତ ସୁସମାଚାର 23, ମାନେ ସମସ୍ତେ ଏ ବାକ୍ୟକୁ ଅତି ଭଲ ଭାବରେ ଜାଣୁ। 34 ପଦ ପଢୁଛି। ସେତେବେଳେ ଯୀଶୁ କହିଲେ, ପିତ ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। କ୍ଷମା କରିବାଟା କାହାଠୁ ଶିଖିବାର ଅଛି? ଯୀଶୁଙ୍କ ଠାରୁ ଶିଖିବାର ଅଛି। କ୍ଷମା ଆମମାନଙ୍କ ଜୀବନରେ କ୍ଷମା ଦେବାଟା ଶିଖିବାକୁ ପଡିବ। ଆମେ ଯେତେବେଳେ କ୍ଷମା ଆମେ ଦେବା ନାହିଁ ନା, ଆମର ସମ୍ପର୍କ ଗୁଡିକ ଭାଙ୍ଗି ଭାଙ୍ଗି ଯିବ। ଯୀଶୁ ଖ୍ରୀଷ୍ଟ ସେ କହୁଛନ୍ତି, ମୋ ନିକଟରୁ ଶିଖ, କ୍ଷମା ଦେବାଟା ମୋ ନିକଟରୁ ଶିଖ। କି ପରିସ୍ଥିତିରେ ସେ କ୍ଷମା ଦଉଛନ୍ତି, କୋଉ ପ୍ରକାର ଭାବରେ ସେ କ୍ଷମା ଦଉଛନ୍ତି। ଯୋଉ ଜାଗାରେ କି ଲୋକମାନେ ଅଭିଶାପ ଦେବା କଥା, ପୁଅ ଝିଅ ଟିକେ କନ୍ଦେଇଲେ, ଝିଅ ଯଦି କନ୍ଦେଇଲେ ଆମେ ଝିଅକୁ ଆମେ ଗାଳି କରିବୁ, ମତେ କନ୍ଦେଇଛୁ ପରା, ଯୋଉଠି ବାହା ହେଇଯିବୁ ସେଠି କାନ୍ଦବୁ, ମତେ ହଇରାଣ କରିଛୁ, ଛାଡରି ହେଇକିନା ଥିବୁ, ଦେଖ ଗଲା ପରେ କଥା ମାନେ ଆମେ କହିବୁ। ଆମେ ମାତ୍ର ଯୀଶୁ ଖ୍ରୀଷ୍ଟଙ୍କର ଜୀବନ ଶୈଳୀ ଦେଖନ୍ତୁ। ଏତେ କଷ୍ଟ, ଦେହ ସାରା ରକ୍ତ, ରାତି ସାରା ଶୋଇନାହାନ୍ତି, ମୁଣ୍ଡରେ କଣ୍ଟାର ମୁକୁଟ, ମାତ୍ର ପାଟିରୁ ଯୋଉ ୱାର୍ଡ ଗୁଡିକ ବାହାରୁଛି, କଣ ୱାର୍ଡ ବାହାରୁଛି? ପିତା ଏମାନେ କଣ କରୁଛନ୍ତି ଜାଣନ୍ତି ନାହିଁ, ଏମାନଙ୍କୁ କ୍ଷମା କର। ଯେତେବେଳେ ଗ୍ରାମ କୁ ଜାଳିଦେଲେ, ଆଉ ତାଙ୍କର ଫ୍ୟୁନରାଲ ସମୟରେ ତାଙ୍କୁ ପଚାରିଲେ ଯେ ଯୋଉମାନେ ତମକୁ ସ୍ୱାମୀକୁ ଆଉ ପୁଅ ମାନଙ୍କୁ ଜାଳି ଦେଇଛନ୍ତି, ସେମାନଙ୍କୁ କଣ କରିବେ? ସେତେବେଳେ ସେ କହିଲେ, ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ କ୍ଷମା କରିଛନ୍ତି, ମୁଁ ମଧ୍ୟ ଏମାନଙ୍କୁ କ୍ଷମା କରୁଛି। ଆସନ୍ତୁ, ଆମେ ଯୋଉ ହିନ୍ଦୀ ଫିଲ୍ମ ଯାକ ଦେଖୁଛୁ କି ନାଇଁ, ବେଟା मेरे मौत का बदला जरूर लेना बेटा, ଥିବ ସେ ଷ୍ଟାଇଲ ଗୋଟେ ଥିବ। ଛାଡିବୁ ନାହିଁ, ଚୁନ ଚୁନ କେ ମାରେଗା ବୋଲା ପରି ଗୋଟେ ଥିବ। ମାତ୍ର ଦେଖନ୍ତୁ କି ପ୍ରକାର ଆମମାନଙ୍କର ପ୍ରଭୁଙ୍କର ଶିକ୍ଷା। ବଦଲା ନେବାଟା ନାହିଁ, ଏଠି ସେ କହୁଛନ୍ତି କ୍ଷମା କର। ପିତା ସେମାନଙ୍କୁ କ୍ଷମା କର, ମୁଁ ତ କ୍ଷମା କରୁଛି ବାପା, ତୁମେ ମତେ ସେମାନଙ୍କୁ କ୍ଷମା କରିଦିଅ। କିଏ କ୍ଷମା ମାଗିନା? ଯୀଶୁ ଖ୍ରୀଷ୍ଟଙ୍କୁ ଯାଇକିନା। ଆମମାନଙ୍କର ପ୍ରଭୁଙ୍କ ଠାରୁ ଆମେ ଶିଖିପାରୁଛି କ୍ଷମା କରିବାଟା। ପିତର ଧାଇଁ ଆସି ପଚାରିଲେ, ପ୍ରଭୁ
ମୋର ଭାଇକୁ କେତେଥର କ୍ଷମା କରିବି ପ୍ରଭୁ? କଣ ପାଇଁ ପଚାରୁଛନ୍ତି? କୁछ ଦାଲ ମେ କାଲା है यार। ସେ ଭିତରେ କିଛି ଅଛି କି ନାହିଁ ସେଥିପାଇଁ ପଚାରୁଛନ୍ତି। ପ୍ରଭୁ 7 ଥର ଦେବି 8 ଥର ବେଳେ ବାଜେଇବି କି ବୋଲା ପରି ଥିବ ତାଙ୍କର ଥିବ କିଛି ଜଣଙ୍କର। ସେ ଭାବିଲେ ପ୍ରଭୁଙ୍କୁ କହିଦେବି 7 ଥର କ୍ଷମା ଦେଇଦେବି, ତାହାପରେ ଆଉ ଦିଆଦେବି ନାହିଁ। ମାଝେ ପଚାରିଲେ ପ୍ରଭୁ କେତେ ଥର କ୍ଷମା ଦେବି? କଣ ବୋଲି କହିଲେ? କିଏ କହିବେ? କେତେ ଥର କ୍ଷମା ଦେବାକୁ କହିଲେ? 7 ଗୁଣ 70 ଥର। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ ଭାଇ, ଗଡ୍ ବ୍ଲେସ୍ ୟୁ। ହଁ, 170 ଥର। ଏହାର ଅର୍ଥ କଣ? ଜୀବନ ସାରା ଜଣେ ବ୍ୟକ୍ତି ଭୁଲ କଲା, ଆଜି କ୍ଷମା ମାଗିଲା। ତୁ ଗୋଇଠା ମାରୁଥିବୁ, ସରି କହୁଥିଲେ ମୁଁ ହଁ ବୋଲି କହୁଥିବି। ଅଛି ଲୋକଙ୍କର। ପ୍ରିୟ ମାନେ, କ୍ଷମା ଆମର ରହିବାର ଆବଶ୍ୟକ ରହିଛି। କ୍ଷମା, ପରସ୍ପରକୁ କ୍ଷମା। ଏ ମଝିରେ ଡକ୍ଟରୀ ବେଳା ମିଟିଂ ଯାଇଥିଲୁ। 2 ବର୍ଷ ହେଲା ସ୍ୱାମୀ ସ୍ତ୍ରୀ ସେମାନେ ମିଶୁ ନଥିଲେ। କ୍ଷମାର ପ୍ରଚାର କରାଗଲା। ମିଟିଂ ସରିଲା ପରେ ପରସ୍ପର କ୍ଷମା ମାଗିଲେ, ମିଶିଲେ, ମିଶିଗଲେ। ପ୍ରଭୁ ମୁଁ କହିଲି ତୁମେ ମିଶିଛ, ଗୋଟେ ମିଟିଂ କର, କ୍ଷମା ଦିଆ ଦେଇ ମିଟିଂ ଗୋଟେ କର। ମିଟିଂ ଆମର ରହିବାର ଆବଶ୍ୟକ ରହିଛି। ଗୁଡ୍ ଫ୍ରାଇଡେ ଦିନ ମାନେ କି ଦିନ? ସେଟା ହେଲା କ୍ଷମା ଦେବାର ଦିନ, କ୍ଷମା ନେବାର ଦିନ। ସେଦିନ ବସି କାନ୍ଦବା ଦିନ ନାହିଁ ସେଟା। କେଜଣ ଖାଲି କାନ୍ଦୁଥିବେ, ମାତ୍ର କାହାକୁ କ୍ଷମା ଦେଇ ନଥିବେ। ତା ପଛେ ଆଉ ଥରେ ପୁନରୁତ୍ଥାନ ହେଲା ବୋଲି କହିଲେ, ଜି ଉଠା ହେ ମସିହା ବୋଲି ଗୀତ ଷ୍ଟାର୍ଟ କରିଦେବେ ସେମାନେ। ଆରେ ତୁମେ ତ କ୍ଷମା ଦେଇନ, ଆଉ ତୁମ ପାଇଁ କି ପୁନରୁତ୍ଥାନ ଅଛି? ଯେ କ୍ଷମା ଦେବା ଲୋକକୁ ସିନା ପୁନରୁତ୍ଥାନ ଅଛି, ତୁମେ ତ କ୍ଷମା ଏକା ଦେଇନ। ନାଇଁ, ଆମେ ଚିନ୍ତା କରିବା ବୋଲେ ଏହା ଯୀଶୁ ଶିଖଉଛନ୍ତି ଯେ ସବୁ ପ୍ରକାର ଲୋକଙ୍କୁ କ୍ଷମା ଦେଇହେବ। କେତେ ଜଣଙ୍କୁ ବୁଝେଇବା ପାଇଁ ଯିବୁ, ଭଉଣୀ ଭାଇ ତ ଭୁଲ କଲେ, କ୍ଷମା ଦେଇଦିଅ। ପାଷ୍ଟର ଆଜ୍ଞା ତୁମେ କହୁଛ, ପ୍ରଭୁ ଆସି କହିଲେ କ୍ଷମା ଦେବି ନାହିଁ। ବାପା ଲୋ ମା, ଅଛନ୍ତି କେତେ ଜଣ ପ୍ରଭୁ ଆସି କହିଲେ ଦେବି ନାହିଁ। କ୍ଷମା ନ ଦେଇ ନର୍କକୁ ଯିବାଟେ ଯିବି ସିନା, ଆକୁ କ୍ଷମା ଦେବା ଚାନ୍ସ ନାହିଁ। ହଁ, କ୍ଷମା ନଦେଲେ ତ ସିଧା ଯିବ ନର୍କ। କାରଣ ବାଇବଲରେ ଲେଖାଗଲା, ଯଦି ତୁମେ କ୍ଷମା ଦେବ ନାହିଁ, ପ୍ରଭୁ ମଧ୍ୟ ତୁମକୁ କ୍ଷମା ଦେବେ ନାହିଁ। ଯୀଶୁ ଖ୍ରୀଷ୍ଟ ଆମର ଆଦର୍ଶ, ଆମର ଗୁରୁ। ମୁଁ ଆଜି ଆପଣମାନଙ୍କ ନିକଟରେ ମାତ୍ର 4ଟା ବିଷୟ ରଖିଲି। ଆମେ କାଠୁ ଶିଖିବାର ଅଛି? ଯୀଶୁଙ୍କ ଠାରୁ ଶିଖିବାର ଅଛି ପ୍ରତ୍ୟେକ ବିଷୟ। ଦେଖନ୍ତୁ, ଆମେ ଯେତେବେଳେ ଇଂଲିଶ ହଉ ଓଡ଼ିଆ ହଉ ଗୋଟେ ୱାର୍ଡ ପଢିଦେଲୁ, ତାକୁ ବୁଝିପାରିଲୁ ନାହିଁ, ଆମେ କଣ କରିବୁ? ଡିକ୍ସନେରୀକୁ ଯିବୁ। ଆମେ ଡିକ୍ସନେରୀ ଆମକୁ କଣ କରିବ? ସେଇ ୱାର୍ଡର ଅର୍ଥକୁ ଆମକୁ ବୁଝେଇଦେବ। ଆଉ ଆମର ଡିକ୍ସନେରୀ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ପ୍ରେମ ମାନେ କଣ? ଆମର ଡିକ୍ସନେରୀ ଯୀଶୁ ଖ୍ରୀଷ୍ଟଙ୍କ ପାଖକୁ ଗଲେ ଜଣା ପଡିବ। କ୍ଷମା ମାନେ କଣ? ଆମର ଡିକ୍ସନେରୀ ଯୀଶୁ ଖ୍ରୀଷ୍ଟଙ୍କ ପାଖକୁ ଗଲେ ଜଣା ପଡିବ। ସେଥିପାଇଁ ମୋର ଗୋଟେ 10ଟା ନା କେତେଟା ମେସେଜ ଅଛି, ଜିସସ୍ କ୍ରାଇଷ୍ଟ ଇଜ ଆୱାର ଡିକ୍ସନେରୀ। ମୁଁ ମୋର ବାଇବଲ ଷ୍ଟଡିରେ ମୁଁ ନେଇଛି। ଦାନ କେମିତି ଦେବାର ଅଛି? ଡିକ୍ସନେରୀ ପାଖକୁ ଯାଆନ୍ତୁ। ପ୍ରେମ କେମିତି କରିବା ଅଛି? ଡିକ୍ସନେରୀ ପାଖକୁ ଯାଆନ୍ତୁ। ଆତ୍ମା କେମିତି ଲାଭ କରିବା ଅଛି? ଡିକ୍ସନେରୀ ପାଖକୁ ଯାଆନ୍ତୁ। ଯୀଶୁ ଖ୍ରୀଷ୍ଟ ଆମର ଡିକ୍ସନେରୀ ଅଟନ୍ତି, ଶବ୍ଦ କୋଷ ସେ ଅଟନ୍ତି। ସେ ଆମକୁ ତାର ଅରିଜିନାଲ ଆଉ ରାଇଟ ମିନିଂ ଗୁଡିକ ସେ ଆମକୁ ଶିଖେଇ ଦେଇପାରିବେ। ଆମ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଛୁ, ନିଜକୁ ପ୍ରଚାର କରୁନାହୁଁ। ଯୀଶୁ ଖ୍ରୀଷ୍ଟଙ୍କ ଆଡକୁ ଦେଖ। ଗୋଟେ ପ୍ରକୃତ ସେବକ ସବୁ ସମୟରେ ଲୋକଙ୍କୁ ଯୀଶୁଙ୍କ ଠାରୁ ଶିଖ, ଯୀଶୁଙ୍କ ଆଡୁ ଦେଖ। ସେ ହିଁ ଆମର ଗୁରୁ, ଶିକ୍ଷକ, ତ୍ରାଣକର୍ତ୍ତା। ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ। ଆମେ କ୍ଷମା ଦେବାଟା ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଶିଖିବାର ଅଛି। ଦେଖନ୍ତୁ, ଆଜିକାଲି କ୍ଷମା ଦେବାଟା ଏତେ ସହଜ। ମୋବାଇଲ ଅଛି, ଏଇଟା ଏ ମୋବାଇଲ ଅଛି, ଏଠି ତୁମ ଲେଖିବାକୁ ମଧ୍ୟ ଜଣା ନାହିଁ। ସ୍ପିକର ଗୋଟେ ଅଛି, ଚିପିଦେବ, ତତେ ମୁଁ ବହୁତ କଷ୍ଟ ଦେଇଲ, ଦୟାକରି କ୍ଷମା ଦେ, ଟୁଙ୍କିନା ପଳେଇଲା ସେଟା। ପଳେଇଲା। ସେ କାନି ସେ ଆଇବ, ଓହୋ କି ପଠେଇଛି, ଗାଳି କରିଛି କି ବୋଲେ ସେ ଦେଖ, ଓହୋ କ୍ଷମା ମାଗୁଛି କି, ହଇଲ ମୁଇଁ ମିଶା ବେଶୀ ଦିନ ହେଲା ତତେ ଏମିତି ଏମିତି କହିଦେଲି, ଦୟାକରି ମତେ କ୍ଷମା କର। ସେ ଗୋଟେ ଟୁଙ୍କିନା ପଠେଇଦବ। କଣ ହେଲା? ସରିଗଲା ସେଟା। ନାଇଁ, ତାକୁ ଦେଖିଲେ ଇଏ ମୁହଁ ମୁଡୁଥିବ, ତାକୁ ଦେଖିଲେ ସେ ମୁହଁ ମୁଡୁଥିବ। ଆସିଥିଲା
ମୁଁ ଯେମିତି ଡ୍ରେସ ପିନ୍ଧିଥିଲି ସେ ବି ସେମିତି ପିନ୍ଧିଥିଲା, ମାନେ କଣ ମିଶି ଯାଉ ବୋଲି ପିନ୍ଧିଥିଲା ସେ। ମାତ୍ର ତୁମେ ତ ମିଶୁନ ତୁମେ। ମାନେ କ୍ଷମା ଦିଆଦି ହେବାର ଆବଶ୍ୟକ। ବାକ୍ୟ ମାନିବାଟା ଯୀଶୁଖ୍ରୀଷ୍ଟଙ୍କ ଠାରୁ ଆମେ ଶିଖିବାର ଅଛି। ନିଜକୁ ଶୂନ୍ୟ କରିବାଟା ଯୀଶୁଖ୍ରୀଷ୍ଟଙ୍କ ଠାରୁ ଆମକୁ ଶିଖିବାର ଅଛି। ଆମେ ନୀରବ ରହିବାଟା ଯୀଶୁଖ୍ରୀଷ୍ଟଙ୍କ ଠାରୁ ଆମକୁ ଶିଖିବାର ଅଛି। କ୍ଷମା ଦେବାଟା ଆମେ ଯୀଶୁଖ୍ରୀଷ୍ଟଙ୍କ ଠାରୁ ଶିଖିବାର ଅଛି। ମୁଁ ଆଉ ଲେଖିଛି ଆମେ ଆତ୍ମା ଲାଭ କରିବାଟା ଯୀଶୁଖ୍ରୀଷ୍ଟଙ୍କ ଠାରୁ ଶିଖିବାର ଅଛି। ପରିଶ୍ରମ କରିବାଟା ଯୀଶୁଖ୍ରୀଷ୍ଟଙ୍କ ଠାରୁ ଶିଖିବାର ଅଛି। ସାକ୍ଷ୍ୟ ଦେବାଟା ଯୀଶୁଖ୍ରୀଷ୍ଟଙ୍କ ଠାରୁ ଶିଖିବାର ଅଛି। ପରିବାରର ଯତ୍ନ ନେବାଟା ଯୀଶୁଖ୍ରୀଷ୍ଟଙ୍କ ଠାରୁ ଶିଖିବାର ଅଛି। ଆମମାନଙ୍କ ଯୀଶୁଖ୍ରୀଷ୍ଟଙ୍କ ଶିଖିବା। ଭାବନ୍ତୁ, କୃଷ ଉପରେ ଏତେ କୃଷି ମୃତ୍ୟୁବରଣ କରିବା ସମୟରେ ମଧ୍ୟ ତାଙ୍କର ମାଙ୍କର କେମିତି ଯତ୍ନ ନେଉଛନ୍ତି, ଆଶ୍ଚର୍ଯ୍ୟ ଲାଗିଯାଏ। ଏଇ ପ୍ରକାର ପରିସ୍ଥିତିରେ ସେ କହୁଛନ୍ତି, ମୁଁ ସିନା ପଳେଇ ଯିବି, ମୋ ମା ରହିଯିବ, ମୋର ମାର କିଏ ଯତ୍ନ ନେବ? ଆଜି ଏମିତି ପରିସ୍ଥିତି ଆମମାନଙ୍କର, ଯୋଉ ଭେଣ୍ଡିଆ ପୁଅ ଝିଅ ମାନଙ୍କୁ ମା ବାପା ଚାକିରି କରେଇଦେଲେ, ବାହାଘର କରେଇଦେଲେ, ମା ବାପାଙ୍କୁ ବାସି ପାଣିରେ ପଚାରୁନାହାନ୍ତି, ତାଙ୍କେ ବିଲକୁଲ ପଚାରୁନାହାନ୍ତି। ଖାଲି ମରିଗଲା ପରେ କାର ଭଡା କରି ଧାଇଁକିନା ଆସି ଏମିତି କାନ୍ଦିବେ। ଖାଲି ସେ ଷ୍ଟୋରି ଏକ ଡ୍ରାମା ଏକା ଅଛି ଲୋକମାନଙ୍କ ପାଖରେ। ବଞ୍ଚିଥିଲା ବେଳେ ଦେଖା ସାକ୍ଷାତ କରିବାକୁ ଆସିବେ ନାହିଁ, ମରିଗଲା ପରେ ମା ଉଠେ, ବାପା ଉଠେ, ଅମୁକ ଉଠେ, ଭୋଜି ଭାତ କରିବେ। ସେ କାହାକୁ ଦରକାର? ସେଟା ପ୍ରଭୁ ଯୀଶୁଖ୍ରୀଷ୍ଟ ଶିଖିବାର ଅଛି। ପରିବାରର କେମିତି ଯତ୍ନ ନେବେ, ମା ବାପାଙ୍କର କେମିତି ଯତ୍ନ ନେବେ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆସନ୍ତୁ ମୁଁ ପଦେ ପ୍ରାର୍ଥନା କରିବି।